अजानुलम्बितभुजो कनकावदातो सङ्कीर्तनैकपितरो कमलायताख्यो विश्वम्भरद्विजवरो जुगधर्मपालो वन्दे जगत्प्रियकरो करुणावतारो वन्दे जगत्प्रियकरो करुणावतारो वन्दे जगत्प्रियकरो करुणावतारो। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते श्रीमद् गोविंद स्वामी गुरुदेवଙ୍କର चरण कमଳରେ कोटि कोटि दंडवत प्रणाम पूर्वक एवं संस्थार संस्थापक आचार्य अभय चरणारविंद भक्ति वेदांत स्वामी श्री प्रभुपाद जी महाराज चरण कमଳରେ शतकोटि दंडवत प्रणाम पूर्वक समस्त पूर्व आचार्य एवं वर्तमान आचार्य वृंद समस्त वैष्णव मानकर चरण कमଳରେ दंडवत। समस्त वैष्णव महाप्रभुଙ୍କର भक्त ମାନଙ୍କର कृपाକୁ व्याख्या କରି ଆମମାନେ ପ୍ରଭୁ ଶ୍ରୀ ଶ୍ରୀ ଗୌର ନିତ୍ୟାନନ୍ଦଙ୍କ କୃପାରୁ ସନାତନ ଗୋସ୍ୱାମୀଙ୍କର ଚରିତ୍ର ଶ୍ରବଣ କରେ ଏବଂ ରୂପ ଗୋସ୍ୱାମୀଙ୍କର ଚରିତ୍ର ଆମମାନେ ଶ୍ରବଣ କରୁଛେ। ଗତକାଳ ପର୍ଯ୍ୟନ୍ତ ଆମେ ରୂପ ଗୋସ୍ୱାମୀଙ୍କ ସମ୍ବନ୍ଧରେ ଯାହା ଶ୍ରବଣ କରିଥିଲେ ତାର ସଂକ୍ଷିପ୍ତ ବିବରଣୀ ହୁସେନ ସାହୁଙ୍କର ଦରବାରକୁ ତ୍ୟାଗ କରି ରୂପ ଗୋସ୍ୱାମୀ ବୃନ୍ଦାବନ ଯିବାକୁ ଇଚ୍ଛା କରିଛନ୍ତି ଏବଂ ବୃନ୍ଦାବନ ଯିବା ସମୟରେ ସେ ଖବର ନେଇଛନ୍ତି ଯେ ମହାପ୍ରଭୁ ପ୍ରୟାଗରେ ଅଛି। ରୂପ ଗୋସ୍ୱାମୀ ଯେତେବେଳେ ଖବର ପାଇଛନ୍ତି ଯେ ମହାପ୍ରଭୁ ପ୍ରୟାଗରେ ଅଛନ୍ତି, ଅନୁପମଙ୍କ ସହିତ ପ୍ରୟାଗରେ ଯାଇ ପହଞ୍ଚନ୍ତି ଏବଂ ମହାପ୍ରଭୁ ତାଙ୍କର ବସାରେ ରହୁଛନ୍ତି, ଅବସ୍ଥାନ କରୁଛନ୍ତି। ସେତେବେଳେ ବ୍ରାହ୍ମଣ ମାନେ ମଧ୍ୟ ଆସନ୍ତି ମହାପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ। ଆଉ ବହୁ ଲୋକ ଭିଡ଼ ହୁଏ। ମହାପ୍ରଭୁ ଯୋଉ ନାମ କୀର୍ତ୍ତନ କରନ୍ତି ବହୁ ଲୋକ ଭିଡ଼ ହୁଅନ୍ତି। ମହାପ୍ରଭୁ ତାଙ୍କର ତ ଅନ୍ତରଙ୍ଗ ପାର୍ଷଦ ରୂପ ଆଉ ଅନୁପମ, ମହାପ୍ରଭୁଙ୍କର ସ୍ୱତନ୍ତ୍ର ଇଚ୍ଛା ଯେ ରୂପ ଗୋସ୍ୱାମୀଙ୍କୁ ସେ ଶକ୍ତି ସଞ୍ଚାର କରିବେ। କାରଣ ଏ ଯୋଉ ରୂପାନୁଗ ଗୌଡୀୟ ବୈଷ୍ଣବ ଧାରା ମହାପ୍ରଭୁଙ୍କର ଗୋଲକ ବୃନ୍ଦାବନ ପ୍ରତ୍ୟାବର୍ତ୍ତନ ପରେ ଏଇ ଯୋଉ ଧାରା ପ୍ରଭାବିତ ହବ, ଏ ଧାରା ପ୍ରବାହିତ ହବା ପାଇଁ ଯେପରି ଜଳଧାରା ପ୍ରବାହିତ ହବା ପାଇଁ ସ୍ରୋତର ଆବଶ୍ୟକ, ଏ ଶୁଦ୍ଧ ଗୌଡୀୟ ବୈଷ୍ଣବ ଧାରାକୁ କେବଳ ବିଶୁଦ୍ଧ ବୈଷ୍ଣବ, ଶୁଦ୍ଧାତୀତ ବୈଷ୍ଣବ ଯୋଉମାନେ ସେ ଜଗତରୁ ଆସୁଛନ୍ତି ସେଇମାନେ ହିଁ ଏ ଶୁଦ୍ଧ ଧାରାକୁ ହିଁ ପ୍ରଚାର କରିବେ। କିଭଳି ପ୍ରଚାର କରିବେ ନା ମହାପ୍ରଭୁଙ୍କ ଶକ୍ତି ଦ୍ୱାରା ସମ୍ପନ୍ନ ହିଁ। କେହି ଜଣେ ଶକ୍ତି ସମ୍ପନ୍ନ ନହେଲେ ସେ ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କରିପାରିବେନି। କେହି ଖରାପ ଭାବିବେ ନା। କେହି ଯଦି ପ୍ରଶ୍ନ କରିବେ ଆମେ ତ ଭକ୍ତ ତିଆରି କରିଦଉଛୁ, ଗୋଟେ ମନରେ ଆମର ପ୍ରଶ୍ନ ଆସୁଛି, ଆମେ ତ ବହୁତ ଲୋକମାନଙ୍କୁ ଭକ୍ତ କରିଦଉଛୁ। ହଁ, ଏଥିରେ ମହାପ୍ରଭୁଙ୍କର ଆମ ପ୍ରତି କୃପା ଅଛି, କିନ୍ତୁ ଆମେ ଜଣେ ଶକ୍ତିଶାଳୀ, ଆମେ ମହାପ୍ରଭୁଙ୍କ ଶକ୍ତି ନ ପାଇଥିଲେ ପୋଷଣ କିଏ କରିବ? ଜଣେ ଶକ୍ତିଶାଳୀ ଆଚାର୍ଯ୍ୟ ମହାପ୍ରଭୁଙ୍କର ବା ଜଣେ ଶୁଦ୍ଧ ପରମ୍ପରାର ଶୁଦ୍ଧ କୃପା ପ୍ରାପ୍ତ ନହେଲେ ଭକ୍ତ ମାନଙ୍କୁ ପୋଷଣ କରିବା ବହୁତ କଷ୍ଟ। କାରଣ ସଂସ୍କାର ଯୋଉ ରହିଛି, ସଂସ୍କାର ପରିବର୍ତ୍ତନ କେବଳ କୃପାର ହବ। କାରଣ ଜନ୍ମ ଜନ୍ମାନ୍ତର ସଂସ୍କାର ଆମର ରହିଛି, ଆଉ ଏଇ ଜନ୍ମର କର୍ମର ପ୍ରତିକ୍ରିୟା ସହିତ ପିତାମାତାର କାହାର ସଂସ୍କାର ନାହିଁ, କାହାର ବର୍ଣ୍ଣର ସଂସ୍କାର ନାହିଁ, କାହାର ଭୋଜନର ସଂସ୍କାର ନାହିଁ। ତାଙ୍କୁ ଆମେ ଭକ୍ତି ରାଜ୍ୟକୁ ଆଣିଲେ ସୁଦ୍ଧା ଜଣେ ଶକ୍ତିଶାଳୀ ଆଚାର୍ଯ୍ୟଙ୍କର ସେ କୃପା ପ୍ରାପ୍ତ ନହେଲେ ତାଙ୍କର ସଂସ୍କାରର ପରିବର୍ତ୍ତନ ହବ ନା। ସଂସ୍କାରର ପରିବର୍ତ୍ତନ କେବଳ କୃପାଶୀଳ ଆଚାର୍ଯ୍ୟ ମାନେ ହିଁ କରିପାରିବେ। ଜଣେ ପ୍ରଶ୍ନ କରି ଆମେ କଣ ଭଜନ କଲେ ଆମର ସଂସ୍କାର ଆସିବନି? ନା, କୃପା ବିନା ସଂସ୍କାର ଆସିବ ନା। କାହିଁକି? ଭଜନଟା ଆରମ୍ଭ ହଉଛି ଆମର ପ୍ରାକୃତ ଭୂମିକାରୁ। ଯେମିତି ଜଣେ ଲୋକ କାଲି କହିବ ମୁଁ ଆଜ୍ଞା ଆମିଷ ଛାଡିବି, ନା ମୁଁ କରିବି, ତାର ଭଜନଟା ସେ କାଲି ଆମିଷ ଛାଡିକି ଆଜି ମାଳା ଧରିଲା, ତାର ଯୋଉ ଭଜନ ଆରମ୍ଭ ହେଲା ପ୍ରାକୃତ ଭୂମିକାର ଆରମ୍ଭ ହେଲା। ତାର ଇନ୍ଦ୍ରିୟ ମାନଙ୍କର ପୂର୍ବ ସ୍ୱାଦ ଅଛି, ସେ ବିଶେଷ ସ୍ୱାଦର ତାଙ୍କର ଛାଡିନି। ତେଣୁ ସେ ଯୋଉ ଭଗବାନଙ୍କର ନାମ ଭଜନଟା ଆରମ୍ଭ କରିବେ, ଏଥିରେ ଭଗବତ କୃପା ସେ ଲାଭ ନ କଲେ
ଆଚାର୍ଯ୍ୟଙ୍କର କୃପା ଲାଭ ନ କଲେ, ମହତ୍ତର କୃପା ଲାଭ ନ କଲେ, ମାୟା ଶକ୍ତିର ଯୋଉ କାର୍ଯ୍ୟ ହଉଛି ଭୋଗନ୍ମୁଖୀ, ଯାହା ଭୋଗ, ତାକୁ ଅତିକ୍ରମ କରିକି ସେ ଯାଇପାରିବ ନା ନିଜର ଭୋଜନ ବଳରେ। ସେଥିପାଇଁ ଶକ୍ତି ସମ୍ପନ୍ନ ଆଚାର୍ଯ୍ୟ ମାନେ ଆସିଲେ ମହାପ୍ରଭୁଙ୍କର କୃପାପ୍ରାପ୍ତ, ଗୁରୁଙ୍କର କୃପାପ୍ରାପ୍ତ ବ୍ୟକ୍ତି କେବଳ ଗୋଟିଏ ଜୀବର ସଂସ୍କାରକୁ ପରିବର୍ତ୍ତନ କରିବେ। ସେଥିପାଇଁ ମହାପ୍ରଭୁ ରୂପ ଗୋସ୍ୱାମୀଙ୍କୁ 3ଟି ଶିକ୍ଷା ଦେଲେ, 4ଟି ଶିକ୍ଷା। କାଲି କଥା ଏଠୁ ବିଶ୍ରାମ ରହିଥିଲେ। ଆଜି ଶକ୍ତି ସମ୍ପୂର୍ଣ୍ଣ ସମୟରେ ଆମେ ଆରମ୍ଭ କରିବା। ମହାପ୍ରଭୁ କଣ କଣ ଶିକ୍ଷା ଦଉଛନ୍ତି? କୃଷ୍ଣ ତତ୍ତ୍ୱ, ଭକ୍ତି ତତ୍ତ୍ୱ, ରସ ତତ୍ତ୍ୱ, ପ୍ରାନ୍ତ। କୃଷ୍ଣ ତତ୍ତ୍ୱ, ଭକ୍ତି ତତ୍ତ୍ୱ, ରସ ତତ୍ତ୍ୱ, ପ୍ରାନ୍ତ। ସବ ଶିଖାଇଲା ପ୍ରଭୁ ଭାଗବତ ସିଦ୍ଧାନ୍ତ। ସବ ଶିଖାଇଲା ପ୍ରଭୁ ଭାଗବତ ସିଦ୍ଧାନ୍ତ। ଶ୍ରୀରୂପ ହୃଦୟେ ପ୍ରଭୁ ଶକ୍ତି ସଞ୍ଚାରିଆ। ଶ୍ରୀରୂପେ ହୃଦୟେ ପ୍ରଭୁ ଶକ୍ତି ସଞ୍ଚାରିଆ। ସର୍ବତତ୍ତ୍ୱ ନିରୂପଣେ ପ୍ରବୀଣେ କରିଲା। ସର୍ବତତ୍ତ୍ୱ ନିରୂପଣେ ପ୍ରବୀଣେ କରିଲା। 3ଟି ତତ୍ତ୍ୱକୁ ମହାପ୍ରଭୁ ପ୍ରାନ୍ତ ପର୍ଯ୍ୟନ୍ତ ବୁଝେଇଲେ। ପ୍ରାନ୍ତ ଅର୍ଥ ସୀମା। କୃଷ୍ଣ ତତ୍ତ୍ୱର ସୀମା। କୃଷ୍ଣ ତତ୍ତ୍ୱ ଭଗବାନ ଶ୍ରୀକୃଷ୍ଣଙ୍କର ତତ୍ତ୍ୱ, ଯିଏକି ଆମର ଆଶ୍ରୟ ବିଗ୍ରହ, ବିଷୟ ବିଗ୍ରହ, ପ୍ରଭୁ ଇଷ୍ଟ, ତାଙ୍କର ତତ୍ତ୍ୱ ସମସ୍ତ ଭକ୍ତ କହିଲେ ମହାପ୍ରଭୁ। କୃଷ୍ଣ ତତ୍ତ୍ୱ, ଭକ୍ତି ତତ୍ତ୍ୱ। ଭକ୍ତି, ଏଇ ରୂପଙ୍କ ଶିକ୍ଷାରେ କେବଳ ଭକ୍ତି ତତ୍ତ୍ୱ ଅଛନ୍ତି। ଭକ୍ତି କିଭଳି ଜଣେ ଏମିତି ଜୀବ ପ୍ରାପ୍ତ ହବ, ଆଉ ଭକ୍ତି କେତେ ସୁଦୁର୍ଲଭ, ଭକ୍ତି ସୁଦୁର୍ଲଭ, ତାର ତତ୍ତ୍ୱ କହିଲେ। ଏବଂ ରସ ତତ୍ତ୍ୱ ପ୍ରାନ୍ତ, ରସ ତତ୍ତ୍ୱର ସୀମା ମହାପ୍ରଭୁ ରୂପ ଗୋସ୍ୱାମୀ କହିଲେ। ଏବଂ ସବ ଶିଖାଇଲା ପ୍ରଭୁ ଭାଗବତ ସିଦ୍ଧାନ୍ତ। କିନ୍ତୁ ଏଇ 3ଟି ତତ୍ତ୍ୱର ସୀମାକୁ ମହାପ୍ରଭୁ ଭାଗବତର ସିଦ୍ଧାନ୍ତ ହିସାବରେ ସବୁ ଶିକ୍ଷା ଦେଲେ। ଏବଂ ଭାଗବତର ଯେତେ ସିଦ୍ଧାନ୍ତ ଅଛନ୍ତି ସବୁ ଶିକ୍ଷା ଦେଲେ। କାରଣ ଶ୍ରୀମଦ୍ ଭାଗବତେ ମହାମନୀକୃତେ କିବା ପରେଶ୍ୱର। ଭାଗବତ ହେଲେ ଗୌଡୀୟ ବୈଷ୍ଣବର, ଗୌଡୀୟ ବୈଷ୍ଣବ ମାନଙ୍କର ଆରାଧ୍ୟ ପ୍ରଭୁ ଏବଂ ଆମର ସିଦ୍ଧାନ୍ତ ଗ୍ରନ୍ଥ। ତାଙ୍କୁ ଆଶ୍ରୟ କରି ଆମର ତତ୍ତ୍ୱ ଚାଲିଛନ୍ତି। ଏବଂ ଶ୍ରୀରୂପେ ହୃଦୟ ପ୍ରଭୁ ଶକ୍ତି ସଞ୍ଚାରିଆ, ସର୍ବତତ୍ତ୍ୱ ନିରୂପଣେ ପ୍ରବୀଣ କରେ। ସାଧୁଙ୍କର ଯୋଉ ଉପଦେଶକୁ ଧରିବା ପାଇଁ କିଛି କୃପା ଆବଶ୍ୟକ। ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କରିବା ପାଇଁ ଶକ୍ତି ସଞ୍ଚାର କରିକି ମହାପ୍ରଭୁ ରୂପ ଗୋସ୍ୱାମୀଙ୍କୁ ଏ ଶିକ୍ଷା କରୁଛନ୍ତି। କାରଣ ଯେହେତୁ ଭାଗବତର ଶିକ୍ଷା, ଭକ୍ତିର ଶିକ୍ଷା, କୃଷ୍ଣ ତତ୍ତ୍ୱର ଶିକ୍ଷା ଅପ୍ରାକୃତ, ଆମର ହୃଦୟ ହଉଛି ପ୍ରାକୃତ। ଆମେ ପ୍ରାକୃତ ଜିନିଷକୁ ଗ୍ରହଣ କରିପାରିବା। ଗୋଟେ ଛୋଟ ଉଦାହରଣ ନିଅନ୍ତୁ। ସ୍କୁଲ କଲେଜର ପାଠକୁ ଆମେ ବହୁତ ଶୀଘ୍ର ପଢିଦବା। ଗୀତାର ପାଠକୁ ଆମେ ପଢିପାରିବାନି, କି ଭଲ ଲାଗିବନି, କି ବୁଝିପାରିବାନି। ଅତି ସରଳରେ ଲେଖା ହେଲେ ସେଟା ଭଲ ଲାଗୁନି, ଆସ୍ୱାଦ୍ୟ ଲାଗୁନି, କି ହୃଦୟଙ୍ଗମ ହଉନି। କାହିଁକି ଏଟା ଅପ୍ରାକୃତ ଜିନିଷ। ଆଉ ଏଠି ଯେତେ ବିଦ୍ୟା ଅଛି ଏଗୁଡିକ ପ୍ରାକୃତ ଜିନିଷ। କାରଣ ଆକୁ ଜଣେ ପ୍ରାକୃତ ବ୍ୟକ୍ତି ଲେଖିଛି, ପ୍ରାକୃତ ଭୂମିକା ରଚନା କରିଛି। ତେଣୁ ଯେହେତୁ ଆମର ହୃଦୟଟା ଅପ୍ରାକୃତ, ପ୍ରାକୃତ ଜିନିଷଟାକୁ କେମିତି ଧରିବା ଆମେ? ସେଥିପାଇଁ ମହାପ୍ରଭୁ ସ୍ୱତନ୍ତ୍ର କୃପା ସଞ୍ଚାର କରିକି ରୂପ ଗୋସ୍ୱାମୀଙ୍କୁ ଏଇ ଶିକ୍ଷାଟା ଦଉଛନ୍ତି। ଏଇ କୃପା ସଞ୍ଚାରର ଲକ୍ଷଣ କଣ? ପ୍ରଭୁପାଦଜୀ ମହାରାଜ ଭାବାର୍ଥରେ ଦେଇଛନ୍ତି। କେଉଁ ଭାବାର୍ଥ? କି ବହୁତ ସୁନ୍ଦର ଆଉ ଗୁରୁତ୍ୱପୂର୍ଣ୍ଣ କଥା ଭକ୍ତମାନଙ୍କ ପାଇଁ। ପ୍ରତି ଭକ୍ତ ଯଦି ଚାହୁଁଛନ୍ତି ମହାପ୍ରଭୁଙ୍କର କୃପା ପ୍ରାପ୍ତ ହେବା ପାଇଁ, ସେ ମହାପ୍ରଭୁଙ୍କର କିମ୍ବା ମହାପ୍ରଭୁଙ୍କର ଜଣେ ଶୁଦ୍ଧ ଭକ୍ତଙ୍କର କୃପା ତାଙ୍କର ଅପରିହାର୍ଯ୍ୟ। ତାଙ୍କର କୃପା ପ୍ରାପ୍ତ ହେଲେ
ସେ କିଛି ପ୍ରଚାର କାର୍ଯ୍ୟ କରିପାରିବେ ବା କିଛି ସମ୍ପ୍ରଦାୟର ମର୍ଯ୍ୟାଦା ପାଇଁ ସେ କିଛି କାର୍ଯ୍ୟ କରିପାରିବେ, କୃପାପ୍ରାପ୍ତ ଭାବେ କରିପାରିବେ। ପ୍ରମାଣ ମହାପ୍ରଭୁ ଦଉଛନ୍ତି, ଯେତେବେଳେ ମହାପ୍ରଭୁ ଦକ୍ଷିଣ ଗମନ କରୁଛନ୍ତି, ସେ କିଭଳି ମହାପ୍ରଭୁ ସାଧାରଣ ଲୋକମାନଙ୍କୁ ଶକ୍ତି ସଞ୍ଚାର କରିଛନ୍ତି, ସାଧାରଣ ଲୋକମାନଙ୍କ ହୃଦୟରେ ଶକ୍ତି ସଞ୍ଚାର କରିଛନ୍ତି। ମହାପ୍ରଭୁ ଗଲେ ଆଲାରନାଥକୁ। ଆଲାରନାଥରେ ପ୍ରଥମ ଦିନ ସମସ୍ତେ ନିତ୍ୟାନନ୍ଦ ପ୍ରଭୁ ଯାଇଛନ୍ତି, ସମସ୍ତ ଭକ୍ତମାନେ ଯାଇଛନ୍ତି। ଆଲାରନାଥରେ ଗୋଟିଏ ଦିନ ପ୍ରଭୁ ରହିଲେ ରାତିରେ। ଆଲାରନାଥର ସମୁଦ୍ର କୂଳେ କୂଳେ ପ୍ରଭୁ ଚାଲିଲେ। ବର୍ତ୍ତମାନ ଯୋଉ ଶିକାକୁଳମ ଅଛନ୍ତି, ଶିକାକୁଳମର ପାଖରେ ଅଛନ୍ତି, ଆଜି ବି ଗଲେ ଆପଣ ଦେଖି ଆସିବେ, ଶ୍ରୀକୁର୍ମ ବ୍ରାହ୍ମଣଙ୍କୁ ସେଠି ମହାପ୍ରଭୁ ଭେଟିଥିଲେ। ଆଉ ବାସୁଦେବ ବିପ୍ରଙ୍କୁ ସେଠି ଉଦ୍ଧାର କରିଥିଲେ। ଯେତେବେଳେ ମହାପ୍ରଭୁ ଯାଉଛନ୍ତି, ସମସ୍ତ ଦକ୍ଷିଣ ଦେଶକୁ ମହାପ୍ରଭୁ ବୈଷ୍ଣବ କରୁଛନ୍ତି ଏକାକି। ତାଙ୍କ ସାଙ୍ଗରେ ଥିଲେ କାଲାକୃଷ୍ଣ ଦାସ, ଆଉ କେହି ସେବକ କାଲାକୃଷ୍ଣ, ଆଉ କେହି ନଥିଲେ। କିନ୍ତୁ ମହାପ୍ରଭୁ କିଭଳି ଶକ୍ତି ସଞ୍ଚାର ମାଧ୍ୟମରେ ବୈଷ୍ଣବ କରୁଛନ୍ତି। ପ୍ରଚାର ପାଇଁ ଶକ୍ତିଟା କିଭଳି ଆବଶ୍ୟକ। ସିଂହ ମୁକ୍ତ ହେଇଗଲେ, ଯେଭଳି ତାଙ୍କୁ ଆୟତ କରିବା କଷ୍ଟ, ମହାପ୍ରଭୁ ସେଇଭଳି ନୃତ୍ୟ କରିକରି ଯାଉଛନ୍ତି। ଆଜାନ ଲମ୍ବିତ ଭୁଜ ଆଉ ମତ ସିଂହ ଭଳି ମହାପ୍ରଭୁ ଯାଉଛନ୍ତି, ଯେଉଁମାନେ ଏବଂ ନାମ ସଂକୀର୍ତ୍ତନ କରିକରି ଯାଉଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ମହାପ୍ରଭୁ ତ ଯାଉଛନ୍ତି, ଯେଉଁମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସତୃଷ୍ଣ ହେଇକି ଚାହୁଁଛନ୍ତି। ଈଶ୍ୱର ପ୍ରଭୁଙ୍କର ନାମର ଶକ୍ତି ଦେଖନ୍ତୁ। ଜଣେ ଜଡ଼ବାଦୀ ଲୋକ, ସିଏ ବି ଯଦି ନାମ କରିବ, ସାଧାରଣ ଲୋକ ବସିକି ହାତ ତାଳି ମାରି ଦଉଛନ୍ତି, ଏ ମହାମନ୍ତ୍ର କରୁଛି, ନାମ କରୁଛି। ଆଉ ସ୍ୱୟଂ ଭଗବାନ ତାଙ୍କର ନାମ କରୁଛନ୍ତି। ତେଣୁ ସମସ୍ତେ ସତୃଷ୍ଣ ହେଇକି ଚାଲନ୍ତି ମହାପ୍ରଭୁ। ଆଉ କିଛି ଲୋକ ମହାପ୍ରଭୁଙ୍କ ପଛେ ପଳେଇ ଆସ, ପଛେ ପଳେଇ ଆସ। ମହାପ୍ରଭୁ କଣ କରନ୍ତି, କିଭଳି ଶକ୍ତି ସଞ୍ଚାର କରନ୍ତି। ଏବଂ ଏଇଟା କହିବାର ତାତ୍ପର୍ଯ୍ୟ, ଏହାର କର୍ପଟରେ ପ୍ରଭୁପାଦ ଅମୃତ ପ୍ରବାହ ଭାଷ୍ୟ ବାଣୀ ରଚନା କରିଛନ୍ତି। ପ୍ରଭୁପାଦଜୀ ମହାରାଜଙ୍କର ଚୈତନ୍ୟ ଚରିତାମୃତ ହଉଛନ୍ତି ଭକ୍ତି ବିନୋଦ ଠାକୁରଙ୍କର ଅମୃତ ପ୍ରବାହ ଭାଷ୍ୟର ପୁରା ଭାବାର୍ଥ। ଭକ୍ତି ବିନୋଦ ଠାକୁର ଚୈତନ୍ୟ ଚରିତାମୃତ ଉପରେ ସ୍ୱତନ୍ତ୍ର ଭାଷ୍ୟ ରଚନା କରିଥିଲେ, ତାକୁ ଅମୃତ ପ୍ରବାହ ଭାଷ୍ୟ ବୋଲି କୁହାଯାଏ। ଏବଂ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ ସେ ମଧ୍ୟ ସେ ଅନୁବାଦ କରିଛନ୍ତି ସେ ଅମୃତ ପ୍ରବାହ ଭାଷ୍ୟ। ପ୍ରଭୁ କିଭଳି ଶକ୍ତି ସଞ୍ଚାର କରନ୍ତି ନା, কত ক্ষণে রহি প্রভু তারে আলিঙ্গিয়া, কত ক্ষণে রহি প্রভু তারে আলিঙ্গিয়া, বিদায় করিল তারে শক্তি সঞ্চারিয়া, বিদায় করিল
ଆସନ୍ତି ମହାପ୍ରଭୁଙ୍କୁ ଆଲିଙ୍ଗନ କରିଦିଅନ୍ତି। ଏବଂ ବିଦାୟ କରିଲା ପ୍ରଭୁ ଶକ୍ତି ସଞ୍ଚାରିଆ ମହାପ୍ରଭୁ ଶକ୍ତି ସଞ୍ଚାର ପାଇଁ ତାକୁ ବିଦାୟ ଦେଲେ। ଏଇଠି ସେ ଶକ୍ତି ସଞ୍ଚାର ତ ପୁଣି ଆସିଲା। ଶକ୍ତି ସଞ୍ଚାର ଦ୍ଵାରା ଭଗବାନ ଯୋଉ ଶକ୍ତି ସଞ୍ଚାର କରନ୍ତି, ଜଣେ ଶୁଦ୍ଧ ଭକ୍ତ ଯୋଉ ଶକ୍ତି ସଞ୍ଚାର କରନ୍ତି, ଏଥିରେ ବାସନାର ପରିବର୍ତ୍ତନ ହୁଏ। ଏଇ ବାସନାକୁ ପ୍ରାକୃତ ଭୂମିକାରେ ଆମେ ଭଜନ କରିକି ଆମେ ଚେଞ୍ଜ କରିପାରିବା ନା। ଆମେ ଯଦି ଭଜନ କରିବା, ବହୁ ଜନ୍ମ ଭଜନ କରିବା ବି, ମହତର କୃପା ବିନା କେବେ ହେଲେ ଆମେ ବାସନାକୁ ପରିବର୍ତ୍ତନ କରିପାରିବା ନା। ଆଉ ବାସନାର ଯାହା କୁହନ୍ତି ବିଷୟ ବାସନା ଅଧିକ ପଡିବ ଯଦି ବହୁତ ରୁଷ୍ଟ ହେବେ। ପ୍ରଭୁପାଦ ଜୀ ମହାରାଜ ବହୁତ ସୁନ୍ଦର କଥା ଏଇ ପର୍ବର ରଚନା କରିଛନ୍ତି। The spiritual potency is the essence of pleasure potency and knowledge potency. ପ୍ରଭୁପାଦ ଜୀ ଅମୃତ ପ୍ରାଣ ଭାଷ୍ୟ ପ୍ରଭୁପାଦ ଲେଖିଛନ୍ତି। ଭକ୍ତିବିନୋଦ ଠାକୁର ଅମୃତ ପ୍ରାଣ ଭାଷ୍ୟରେ ଏଇ ଶ୍ଲୋକ ଉପରେ କହୁଛନ୍ତି, ପ୍ରଭୁପାଦ ଏଇ ଯୋଉ ଆଧ୍ୟାତ୍ମିକ ଶକ୍ତି ଏଇଟା କଣ ନା ଜ୍ଞାନ ଶକ୍ତି ଆଉ ଆନନ୍ଦମୟ ଶକ୍ତିର ଦୁଇ ଶକ୍ତିର ମିଶ୍ରଣ। By these two potency, one is empowered with devotional service. ଜଣେ ଏଇ ଦୁଇ ଶକ୍ତିରେ ଶକ୍ତି ସମ୍ପନ୍ନ ନ ହେବେ, ଏଠି କହୁଛନ୍ତି by these two potency, one is empowered with devotional service. ଏ ଯୋଉ ଶକ୍ତି ସମ୍ପନ୍ନ କଥା କୁହାଯାଉଛି, ଏଇ ଦୁଇ ଶକ୍ତି ଦ୍ଵାରା ଜଣେ ଶକ୍ତିଶାଳୀ ହେଲେ ସେ ଭକ୍ତି ରାଜ୍ୟରେ କୃପା ଶକ୍ତି ପ୍ରାପ୍ତ ହବ। କାରଣ ସଚିତ ଆନନ୍ଦମୟ ନା, ଲାଦିନୀ ସନ୍ଦିନୀ ଆଉ କଣ ସମ୍ବିତ। ଲାଦିନୀ ଶକ୍ତି ଆଉ ସନ୍ଦିନୀ ସମ୍ବିତ ଶକ୍ତି, ଜ୍ଞାନ ଶକ୍ତି, ଦୁଇ ଶକ୍ତି ଜଣେ ପ୍ରାପ୍ତ ହେଲେ ସେ ଶକ୍ତି ସମ୍ପନ୍ନ ହବ। ଏ ଦୁଇ ଶକ୍ତି ପ୍ରାପ୍ତ ନହେଲେ ସେ ଶକ୍ତି ସମ୍ପନ୍ନ ହେଇପାରିବ। ଏଠି ଲେଖୁଛନ୍ତି, and Lord Krishna himself and his representative, the unalloyed devotees, can mercifully bestow this combined potency upon anyone. Properly. ଭଗବାନ ଶ୍ରୀକୃଷ୍ଣ କିମ୍ବା ତାଙ୍କର ଜଣେ ଐକାନ୍ତିକ ଅନଆଲୟଡ୍ ଡିଭୋଟିସ୍, ଐକାନ୍ତିକ ନିଷ୍କିଞ୍ଚନ ଭକ୍ତ ଏଇ ଦୁଇ ଶକ୍ତିକୁ ଯେକୌଣସି ବ୍ୟକ୍ତିକୁ ପ୍ରଦାନ କରିଦେଇପାରିବେ। ଏ ଲାଦିନୀ ଶକ୍ତିକୁ ଆଉ ଜ୍ଞାନ ଶକ୍ତିକୁ, ଏଇ ଦୁଇ ଶକ୍ତି ବଳରେ ଜଣେ ଶକ୍ତିମାନ ହବ। ଆମେ କଣ ଗୁରୁଦେବଙ୍କ ପ୍ରାର୍ଥନାରେ କଣ ବୁଝୁଛେ, ବୋଲୁଛେ ଠିକ, କିନ୍ତୁ ତତ୍ଵ ରହିଛି ଏଠି। गुरुदेव कृपा बिंदु दिया करो एई दासे तृणापेक्षा अतिहीना। गुरुदेव कृपा बिंदु दिया करो एई दासे तृणापेक्षा अतिहीना। सकल सहने बल दिया करो निज माने स्पृहाहीन। सकल सहने बल दिया करो निज माने स्पृहाहीन। गुरुदेव कृपा बिंदु दिया करो एई दासे तृणापेक्षा अतिहीना। गुरुदेव कृपा बिंदु दिया करो एई दासे तृणापेक्षा अतिहीना। এই কৃপা जो दियंती गुरुदेव जो प्रार्थना करछे ये दुई कृपा। ଗୁରୁଦେବଙ୍କ ଅନୁତରେ ତ ରାଧାରାଣୀଙ୍କର ପାର୍ଶ୍ୱଦ ଏ ଯୋଉ ଲାଦିନୀ ଶକ୍ତି ଆଉ ଜ୍ଞାନ ଶକ୍ତି, ଏ ଦୁଇ ଶକ୍ତିରେ କୃପା ଜଣେ ପ୍ରାପ୍ତ ହେଲା ମାନେ ତାର ସ୍ୱରୂପ ସ୍ଥିତି ପ୍ରାପ୍ତ ହବ, ସେ ହୀନ ହେଇଯିବ। ସକଲ ସ୍ୱହନେ ବଲ ଦିଆ କର ନିଜ ମାନେ ସ୍ପୃହାହୀନ, ତୃଣାନ୍ତ ବିଷ୍ଣୁ ଭାବଟା ଆସିବ। ଏମ୍ପାୱାର୍ଡ ପର୍ସନ ମାନେ କଣ କି, ଜଣେ ଶକ୍ତି ସମ୍ପନ୍ନ ଆଚାର୍ଯ୍ୟ ମାନେ କଣ କି ସ୍ୱରୂପ ସ୍ଥିତିରେ ଅବସ୍ଥିତ ରହିବ। ତା ନିକଟେ ପ୍ରାକୃତ ତା ବାସନା ପରିବର୍ତ୍ତନ ହେଇଗଲା। ପ୍ରଭୁପାଦ କଣ ଲେଖୁଛନ୍ତି, Lord and his unalloyed devotee can bestow these two potency upon anyone. ଯେକୌଣସି ବ୍ୟକ୍ତି ଉପରେ ଶକ୍ତି ସଞ୍ଚାର କରିପାରିବେ। ଆଉ ଭକ୍ତି ଠାକୁରଙ୍କର ନା ସେ ବୈଷ୍ଣବ ଭଜନ ଆଉ ନାହାନ୍ତି, ଶକ୍ତି ମୋର ଶକ୍ତି ନିଶକ୍ତିକ ଅଛନ୍ତି ନା ଏ ବୈଷ୍ଣବ ଭଜନରେ, ମୋର କିଛି ଶକ୍ତି ନାହିଁ, ଆପଣଙ୍କ ଶକ୍ତି ବୁଦ୍ଧିହୀନ ଆମି ଅତି ଦିନ କର ମୋରେ ଆତ୍ମସାର।
ଶକ୍ତି ନାହିଁ, ବୁଦ୍ଧି ନାହିଁ, ମୁଁ ହୀନ। এই শক্তিটাকে প্রাপ্ত হলে প্রভুপাদ কହୁଛନ୍ତି Lord Krishna himself and his representative, the unallied devotees, can merciful bestow this combined potency upon anyone. ତାପରେ କଣ ଲେଖୁଛନ୍ତି? Being thus empowered with such potency, one can be an unallied devotee of Lord. ଐକାନ୍ତିକ ଭକ୍ତ, ନିଷ୍କିଞ୍ଚନ ଭକ୍ତ ଭାବ ହେଲେ କେବେ ନିଜର ବଳ ସାମର୍ଥ୍ୟ କାମ କରିବ ନା। ଶକ୍ତି ସୂକ୍ଷ୍ମ ରୂପ ଗୋସ୍ୱାମୀ କାହିଁକି ମହାପ୍ରଭୁ ଶକ୍ତି ସଞ୍ଚାର କରୁଛନ୍ତି? ଏ ପରମ୍ପରାର ଶକ୍ତି ଜଣକୁ ପ୍ରାପ୍ତ ହବାକୁ ପଡିବ। ଜଣେ ନିଷ୍କିଞ୍ଚନ ଅକିଞ୍ଚନ ଭକ୍ତର କୃପା ପ୍ରାପ୍ତ ହବାକୁ ପଡିବ, ହବ ନା ନହେଲେ। ସେଥିପାଇଁ ମହାପ୍ରଭୁ ସନାତନକୁ ଉପଦେଶ ଦେବା ପୂର୍ବରୁ ସ୍ୱତନ୍ତ୍ର ଶକ୍ତି ସଞ୍ଚାର କରୁଛନ୍ତି, ଆଧାର ପାତ୍ରକୁ ତିଆରି କରୁଛନ୍ତି, ଯୋଉଥିରେ ସେ କୃପାଟାକୁ ରଖିବେ, ଉପଦେଶକୁ ରଖିବେ। ସେ କଥା କହୁଛନ୍ତି being thus empowered with such potency, এই যে দুই ପୋଟେନ୍ସି ରହିଲା, এই ଶକ୍ତି ଦ୍ୱାରା, କୃଷ୍ଣ ଶକ୍ତି ଦ୍ୱାରା ଜ୍ଞାନ ଶକ୍ତି ଆଉ ଆନନ୍ଦମୟ ଶକ୍ତିକୁ ପ୍ରାପ୍ତ ହେଲା ପରେ one can be an unallied devotee of Lord. ଜଣେ ଐକାନ୍ତିକ ଭକ୍ତ ହେଇପାରିବ, ନିଷ୍କିଞ୍ଚନ ଭକ୍ତ ହେଇପାରିବ, ତାର ସମସ୍ତ ବାସନା ଯେତେବେଳେ ପରିବର୍ତ୍ତନ ନଚେତ୍ ସମ୍ଭବ ନୁହେଁ। ସାଧନା ଭୂମିକାରେ ଆମର ସାଧନାଟା ପ୍ରାକୃତ। ଆମେ ସାଧନା କଲେ କଣ ବିଶ୍ୱ ସ୍ୱାଧୀନକୁ ଛାଡି ଦଉଛେ? କହିଲେ ଆଜ୍ଞା ଏକାଦଶୀ ସିନା ହେଇଛି, ଏକାଦଶୀ ଦିନ କଣ କ୍ଷୁଧା ଚଳାଟା ଆମର ଚାଲିଲାଉଛି କି? କିନ୍ତୁ ବିଧି ଦ୍ୱାରା ମନକୁ କେବଳ କଣ୍ଟ୍ରୋଲ କରୁଛେ। ମନକୁ କହିଯାଇଛି ବାପା ଆଜି ଖାଇବା ବନ୍ଦ, କର୍ମ ଖାଇପାରିବେ। ଏ ସ୍ୱାଗତ, ବିଶ୍ୱ ସ୍ୱାଦ ତ ମନ ଛାଡିନି ନା। ସ୍ୱାଦଟା ଅଛି ନା, ଜିହ୍ୱାରେ ପ୍ରାକୃତ ଅଂଶ ଅଛି ନା। ପ୍ରାକୃତତ୍ୱ ଭୂମିକାରେ ଆମେ ଯୋଉ ସାଧନ କରୁଛେ, এই ସାଧନ ଅବସ୍ଥାରେ ଆମର ସାମର୍ଥ୍ୟ କିଛି ନାହିଁ ଯେ କୃଷ୍ଣ କୃପାକୁ ଆକର୍ଷଣ କରିବ, ସାମର୍ଥ୍ୟ କିଛି ନାହିଁ। କିନ୍ତୁ ଏଇ ପ୍ରାକୃତ ଭୂମିକାରେ ଭଜନ କରିବାଟା ଆବଶ୍ୟକ। ଯେମିତି ଗୁରୁଦେବ କୁହନ୍ତି, ଆମେ ଉଦାହରଣ ଦଉଥିଲା ନା, ଗଧ କାଠ ବୋହୁ ନା ବୋଝ ବୋହୁ ଚନ୍ଦନ କାଠଟା ବାଜିବ। এই ପ୍ରାକୃତ ଭୂମିକାରେ ଭଜନ ସାଧନ ଆରମ୍ଭ କରୁ କରୁ ସାଧୁ ସଙ୍ଗଟା କରିବାକୁ ପଡିବ। ଏଠି ଗୁରୁତ୍ୱର ସାଧୁ ସଙ୍ଗରେ ପ୍ରାକୃତ ଭୂମିକାରେ ଭଜନ କରି କିଏ କହିବ ଦୀକ୍ଷା ନେଇଗଲି ବା ଭଜନ ଧାରାଟା ଜାଣିଲେ ମୋ ଘରେ ବସିକି ମୁଁ ଭଜନ କରିକି କୃଷ୍ଣଙ୍କୁ ପାଇଯିବ, ଅସମ୍ଭବ। କେହି କୃଷ୍ଣଙ୍କୁ ପାଇପାରିବେ ନା, କେହି ପାଇନାହାନ୍ତି, କି ଦେଖେଇ ପାରିବେ ନା ପରମ୍ପରାରେ ଏଭଳି ଶିକ୍ଷା। ସବ କାଟିକି ଉଠେଇଛନ୍ତି ଗୋସ୍ୱାମୀ। ବ୍ରହ୍ମାଣ୍ଡ ଭ୍ରମିତ କୋଣ ଭାଗ୍ୟବାନ ଜୀବରେ ଶୁଣିବେ ଯିବ ଗୋସ୍ୱାମୀ କଣ ଟୀକା ରଚନା କରିଛନ୍ତି। କିଏ ଭାଗ୍ୟବାନ? ସବ ସିଦ୍ଧାନ୍ତକୁ ସନ୍ଦର୍ଭ ଆଣି ରଖିଛନ୍ତି। ଦୀକ୍ଷା ନେଇଗଲେ କି ଭାଗ୍ୟବାନ ନୁହେଁ। ଭାଗ୍ୟବାନ କାହାକୁ କୁହାଯାଏ? ପ୍ରାକୃତ ଭୂମିକାରେ ଥିଲେ ସୁଦ୍ଧା ସେଠି ସାଧୁଗୁରୁଙ୍କୁ ଆଶ୍ରୟ କରି ସାଧୁ ସଙ୍ଗ କରି ମହତ କୃପା ପ୍ରାପ୍ତ ହେଲା ସେ ଭାଗ୍ୟବାନ। ମହତ କୃପା ପ୍ରାପ୍ତ ନହେଲା ପରେ ସେ ଭାଗ୍ୟବାନ ନୁହେଁ। ଆଉ ଶକ୍ତି ସଞ୍ଚାର ଜଣେ ଐକାନ୍ତିକ ନିଷ୍କିଞ୍ଚନ କୃଷ୍ଣ ଭକ୍ତଙ୍କ କୃପା ଜଣେ ପ୍ରାପ୍ତ ହବ, ନହେଲେ ପ୍ରାପ୍ତ ହେଇପାରିବ ନା। ପ୍ରମାଣ ନା ଚୈତନ୍ୟ ଚରିତାମୃତରେ ତାର ପ୍ରମାଣ, ଦୁଇଟି ପ୍ରମାଣ ଦିଆଯାଇଥିଲା। ବର୍ତ୍ତମାନ ବିଶ୍ୱର ପ୍ରମାଣ ଅଛି କି ଭାଗବତ ଗୋଟେ ବିଜ୍ଞାନ, ଭାଗବତ ବିଜ୍ଞାନ। ସ୍ୱତନ୍ତ୍ର ଗୋଟିଏ ସ୍କନ୍ଦ ରହିଲା। ଦୁଇ ଜଣଙ୍କର ଉଦାହରଣରେ ବାସନାର ପରିବର୍ତ୍ତନ କିଭଳି ଜୀବର ହବ, ଗୋଟିଏ ସ୍କନ୍ଦ, ସପ୍ତମ ସ୍କନ୍ଦ। ଆଉ ଚୈତନ୍ୟ ଚରିତାମୃତରେ ଦୁଇ ଜଣଙ୍କର ସାକ୍ଷୀ ରଖିଲେ ମାଧବେନ୍ଦ୍ର ଗିରି। ମହତର କୃପାରୁ, ମହତ କୃପାଟା ପ୍ରାପ୍ତ ହେଲେ କିଭଳି ଶରୀର ଶକ୍ତି ସଞ୍ଚାର ହୁଏ, ଆଉ ମହତ ଦ୍ୱେଷ ଗଲେ କିଭଳି ବାସନା, ସଂସାର ବାସନା। ଦୁଇ ଜଣ ସାକ୍ଷୀ। ईश्वर पोरी गोसाई करे श्रीपाद सेवन। ईश्वर पोरी गोसाई करे श्रीपाद सेवन। सोहस्त करे नमला मूत्रादि मार्जन। सोहस्ते
କରୁଣା ପାଇବା ପାଇଁ ବହୁତ କମ ସମୟ ଦରକାର, ସେବା ବି ବହୁତ କମ ଦରକାର, କିନ୍ତୁ ଚେତଟା ଯାହା କେମିତି ଆକାଂକ୍ଷା, ଯେଭଳି ଧ୍ରୁବଙ୍କର ସତ୍ କାମନା ଥିଲା, ସତ୍ ବାସନା ଥିଲା। ଧ୍ରୁବଙ୍କର ମା କହିନଥିଲେ ତୁମେ ଗୁରୁ ପ୍ରାପ୍ତ ହେଲେ କୃଷ୍ଣଙ୍କୁ ପ୍ରାପ୍ତ ହବ। ଧ୍ରୁବ ଭଜନ ଧାରା ଜାଣିନଥିଲେ, ଧ୍ରୁବ ମନ୍ତ୍ର ଜାଣିନଥିଲେ, କିନ୍ତୁ ତାଙ୍କର ଉଦ୍ଦେଶ୍ୟ ସତ୍ ଥିଲା, ଅତି ସତ୍ ଉଦ୍ଦେଶ୍ୟ। ମୁଁ ପ୍ରଭୁଙ୍କ ନିକଟରୁ କୃପା ପ୍ରାପ୍ତ ହେଇକି ଆସିବି। ଆଜି ତାଙ୍କର ସତ୍ ଉଦ୍ଦେଶ୍ୟରେ ଆଜି ସତ୍ ସାଧୁ ପାଇଲେ। ସାଧୁ ଜଗତରେ ସୂର୍ଯ୍ୟ ଭାଇ ସବୁବେଳେ ଅଛନ୍ତି, କିନ୍ତୁ ଆମେ ଉଲ୍ଲୁକ ଭଳି ଆମ ଦୋଷରୁ ଆମେ ସାଧୁଙ୍କୁ ଦର୍ଶନ କରିପାରୁନେ। ନିଷ୍କପଟ ଚିତ୍ତରେ ଜଣେ ସାଧୁଙ୍କୁ ଦର୍ଶନ କରିପାରିବ। ଈଶ୍ୱର ପରି ବେଶୀ ସେବା କରିନାହାନ୍ତି। ସଂସାରରେ କଣ ପୁଅ ସ୍ତ୍ରୀ ବାପ ମାର ମଳମୂତ୍ର କାଢୁନାହାନ୍ତି, ସେ ହିଁ କାଢୁଛନ୍ତି। କିନ୍ତୁ ଈଶ୍ୱର ପରି କେବଳ ଗୁରୁଙ୍କର ଏତିକି ସେବା କରିଛ। ଈଶ୍ୱର ପୁରୀ ଗୋସାଇଁ ଶ୍ରୀପାଦ କରେ ନ ସେବନ, ସମସ୍ତ କରେ ନା ମଳମୂତ୍ର ଆଦି ମାର୍ଜନ। ଗୁରୁଦେବଙ୍କର ମାଧବେନ୍ଦ୍ର ପୁରୀ ତ ଅତି ପ୍ରେମୀ। ସେ ହଉଛନ୍ତି ଆମର କଣ, ମହାପ୍ରଭୁ କହିଲେ ସେ ଆମର ମୂଳ। ଏ ପ୍ରେମ ବୃକ୍ଷ ମାଧବେନ୍ଦ୍ର ପୁରୀ ହେଲେ ମୂଳ। ମାଧବେନ୍ଦ୍ର ପୁରୀଙ୍କର ମଳମୂତ୍ରକୁ ଅତି ବୃହତ୍ ଭାବନାରେ ସବୁ ମାର୍ଜନ କରୁଛନ୍ତି। ଆଉ ନିରନ୍ତର କୃଷ୍ଣ ନାମ କରାଏ ଶ୍ରବଣ। କୃଷ୍ଣ ନାମ ଗୁରୁଦେବ ସବୁବେଳେ ଶୁଣଉଛନ୍ତି, ସ୍ମରଣ କରି ଦଉଛନ୍ତି। କୃଷ୍ଣ ନାମ, କୃଷ୍ଣ ଲୀଳା ଏଗୁଡିକୁ ସବୁ ସମୟରେ କୀର୍ତ୍ତନ କରୁଛନ୍ତି। ଖୁସି ହେଇଗଲେ ଏତିକି ସେବାରେ। ସାଧୁଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟାଧ ନାରଦ ମୁନିଙ୍କୁ ପ୍ରସନ୍ନ କରିବା ପାଇଁ କଣ ସେବା କରିଛି ମତେ କୁହ? ଦସ୍ୟୁ ରତ୍ନାକର ନାରଦ ମୁନିଙ୍କର କଣ ସେବା କରିଛି ମତେ କୁହ? କିନ୍ତୁ ତା ତୁଳନାରେ ତାଙ୍କ ହିସାବ କରି ଆମେ ତ ଅଧିକ ସେବା କଲେଣି, କିନ୍ତୁ ଆମର ଫଳ ସିଏ ସାଧୁଙ୍କର ସେବା କରିନାହାନ୍ତି, ସାଧୁ ତାଙ୍କର ସେବା କରିଛନ୍ତି। ବ୍ୟାଧର ସେବା ନାରଦ ମୁନି କରିଛନ୍ତି। ତାର ସଂସାରର ଦାୟିତ୍ୱ ସେ ଦେଇଛନ୍ତି, କାରଣ ଜାଣିଲେ ନିଷ୍କପଟ ଜୀବଟା। କାରଣ ନିଷ୍କପଟ ଝିଅ ପ୍ରତି ସାଧୁର ଅନ୍ତରରେ ଥିବା କୃଷ୍ଣ କୃପା ସ୍ୱାଭାବିକ ଭାବରେ ବିନା ବାଧାରେ ସାଧୁ ଇଚ୍ଛା ନ କଲେ ବି ଚାଲିଯିବ। ଏ ଭଗବାନ ନିୟମ ଦେଇছে। ଅପରାଧୀ ଜୀବ ପ୍ରତି ସାଧୁକୁ ସଂକଳ୍ପ କରିବା। ଇଏ ତ ନିଷ୍କପଟ। ସାଙ୍ଗେ ସାଙ୍ଗେ ମାଧବେନ୍ଦ୍ର ପୁରୀ ଖୁସି ହେଇଗଲେ। ଏତିକି ସବାର ସାଙ୍ଗେ ସାଙ୍ଗେ ଦେବେ। ଏଇ ଶକ୍ତି ସଞ୍ଚାର କଲେ। ଶକ୍ତି ସଞ୍ଚାର କଥାରେ ପଡୁଛି, ଗୁରୁ କିଭଳି ଶିଷ୍ୟକୁ ଶକ୍ତି ସଞ୍ଚାର କରନ୍ତି। ମହାପ୍ରଭୁ ରୂପଗୋସ୍ୱାମୀ ଶକ୍ତି ସଞ୍ଚାର କରୁଛନ୍ତି। ଶକ୍ତି ସଞ୍ଚାର ମାନେ କଣ? ଆମେ କଣ ଭାବୁଛେ କି ଦୀକ୍ଷା ନେଇଗଲା ପରେ ଆମର କାର୍ଯ୍ୟ ସରିଗଲା, ବା ଗୁରୁଦେବ ଆମର ପ୍ରକଟ ହେଇଗଲା ମାନେ ଆମର ଆଉ କିଛି ଡ୍ୟୁଟି ନାହିଁ ବୋଧେ ସଂସାରରେ, ଆମେ ସ୍ୱତନ୍ତ୍ର ହେଇଗଲେ। ନା, ଯେ ପର୍ଯ୍ୟନ୍ତ ସେ ଶକ୍ତି ଆମେ ପ୍ରାପ୍ତ ନ ହେଇଛି ଆମେ ଦୁର୍ବଳ। ଆମେ ସେ କାଙ୍ଗାଳ କୃଷ୍ଣ କୃଷ୍ଣ ବୋଲି ଧାଇଁ ତବ ପଛେ ପଛେ। ଏଇଟା ଯୋଉ କୁହାଯାଇଛି ଗୁରୁଦେବ ସେଟା ଇଂଲିଶରେ କହିଛନ୍ତି, ତୁମକୁ ଲିଚ୍ ଲାଇକ୍ ଟେଣ୍ଡେନ୍ସି, ଲିଚ୍ ଲାଇକ୍ ଟେଣ୍ଡେନ୍ସି। ମୁଁ ତ ସେ ଇଂଲିଶ ସବୁ ଶୁଣେ, ମାନେ ବେକାରୀ ଯେମିତି ହୁଏ। ଦେଖିଛ ଧନୀ ଲୋକ ପଛରେ ଧାଉଁଥିବ, ତାକୁ ଧନୁ ଯା 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 ପଳା ପଳା, ନା ବାବୁ ନଦେଲେ ଟଙ୍କାଟା ହବନି। ଆଉ ତା ପଛେ ପଛେ ଧରୁଥିବ, ସିଏ ଗୋଟଉଥିବ, ଇଏ ଛାଡୁନଥିବ। ଲିଚ୍ ଲାଇକ୍ ଟେଣ୍ଡେନ୍ସି ତା ପଛେ ପଛେ ଧାଇବାକୁ ପଡିବ। ସାଧୁଗୁରୁଙ୍କର କୃପା ସବୁବେଳେ ଯାହା କହନ୍ତି ରହିଛି ମସ୍ତକ ଉପରେ। ଆମେ ଖାଲି ବଜାର କରିବା ଦରକାର। ଆସୁଛନ୍ତି ଜଗତକୁ ସେଇଥିପାଇଁ ନା। ଏଇଠି ସେ ନିଷ୍କପଟ ଚିତ୍ತರ ସେବା କଲେ ତଳେ ମାଧବେନ୍ଦ୍ର ଖୁସି ହେଇଗଲେ। ତୁଷ୍ଟ ହଇଆ ପୁରୀ ତାରେ କଇଲା ଲିଙ୍ଗନ, ତୁଷ୍ଟ ହଇଆ ପୁରୀ ତାରେ କଇଲା ଲିଙ୍ଗନ, ବର দিলা কৃষ্ণ তোমার হৌকা প্রাণ ধন, বর দিলা
ଦୁଇ ଜଣ ଯାକଙ୍କର ଗୁରୁଙ୍କ ପ୍ରତି ଦୀକ୍ଷାଟା ଗୁରୁଦେବଙ୍କ ସହିତ ସମ୍ବନ୍ଧ ଜ୍ଞାନ ଗୁରୁଦେବଙ୍କ କୃପାର ଯାକୁ ବୃଦ୍ଧି ହୁଏ ତାର ସେ ବି ଦୀକ୍ଷା ନେଇଥିଲେ, କିନ୍ତୁ ଅଧିକାର ପ୍ରାପ୍ତ ହେଲେ ନା, ଶକ୍ତି ସଞ୍ଚାର ତାଙ୍କ ପ୍ରତି ହେଲା ନା। ଏଠି କହିଲେ ସେଇ ହଇତେ ଈଶ୍ୱର ପୁରୀ ପ୍ରେମର ସାଗରେ ତୁଷ୍ଟ ହେଇକି ଅତି ଖୁସି ମାଧବେନ୍ଦ୍ର ପୁରୀ କଣ କଲେ ନା ଈଶ୍ୱର ପୁରୀକୁ ଆଲିଙ୍ଗନ କଲେ। ତୁଷ୍ଟ ହଇଆ ପୁରୀ ତାରେ କହିଲେ ଆଲିଙ୍ଗନ, ବର ଦିଲା କୃଷ୍ଣ ତୁମାର ହଉ କ ପ୍ରାଣ ଧନ। ମୁଁ ଆଜିଠୁ ବର ଦଉଛି, କୃଷ୍ଣ ତୋର ପ୍ରାଣ ଧନ ହଉ। ଆଲିଙ୍ଗନ କଲେ ଶକ୍ତି ସଞ୍ଚାର ହେଇଗଲା। ଆଉ ରୁଷ୍ଟ ହେଇଗଲେ ରାମଚନ୍ଦ୍ର ପୁରୀଙ୍କର ବୈରମୁଖ ଭାବ ଚାଲି ଆସିଲା। ଏବଂ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଗୋଟିଏ ପଦରେ ରଚନା କରିଦେଲେ ଭାଗବତର ସିଦ୍ଧାନ୍ତକୁ। ମହଦନୁଗ୍ରହ ନିଗ୍ରହ ସାକ୍ଷୀ ଦୁଇ ଜନେ, ମହଦନୁଗ୍ରହ ନିଗ୍ରହ ସାକ୍ଷୀ ଦୁଇ ଜନେ, ଏଇ ଦୁଇ ଦ୍ୱାର ଶିଖାଇଲା ଜଗ ଜନେ, ଏଇ ଦୁଇ ଦ୍ୱାର ଶିଖାଇଲା ଜଗ ଜନେ। ଇଏ ଗୋଟିଏ ପୋଥି ଲେଖିଦେଲେ। ଜଗତର ଲୋକଙ୍କୁ ଶିକ୍ଷା ଦେଇଦେଲେ ମାଧବେନ୍ଦ୍ର ପୁରୀ। ମହତର ଅନୁଗ୍ରହ ନିଗ୍ରହ ଆଖି ଆଗରେ ଦେଖ, ଶକ୍ତି ସଞ୍ଚାର କଲେ, ଆଲିଙ୍ଗନ କରିଦେଲେ, ଈଶ୍ୱର ପୁରୀଙ୍କ ଦେହକୁ ଶକ୍ତି ସଞ୍ଚାର ହେଲା। କୃଷ୍ଣ ତୁମର ପ୍ରାଣନ୍ଦ ହୁଅନ୍ତୁ। ମହାପ୍ରଭୁ ତାଙ୍କର ଶିଷ୍ୟ ହେଲେ। ଆଉ ନିଗ୍ରହ ଟିକେ ରୁଷ୍ଟ ହେଇଗଲେ। ଇଏ ହେଲେ ସର୍ବନିନ୍ଦା କର ଅପରାଧ। ଏମିତି କଲେ ଗୁରୁଙ୍କ ନିକଟରେ ଅପରାଧ କରି କରି ଈଶ୍ୱରଙ୍କ ନିକଟରେ ଅପରାଧ ଲାଗିଲା। ଗୁରୁ ପାଦ ପଦ୍ମେ ଯାହାର ଅପରାଧ ହୁଏ, ସେଇ ଅପରାଧ ଈଶ୍ୱର ପର୍ଯ୍ୟନ୍ତ ଠେକଏ। ମହାପ୍ରଭୁ ଯାଇ ନିନ୍ଦା କରେ। ଏଇ ନିଗ୍ରହ ଅନୁଗ୍ରହ ଦୁଇ ଜଣ ସାକ୍ଷୀ। ସେଥିପାଇଁ ଶକ୍ତି ସଞ୍ଚାର ଆବଶ୍ୟକ। ଜଣେ ପ୍ରାର୍ଥନା କରିବା ଦରକାର, ପ୍ରଭୁ କେମିତି ଗୁରୁବର୍ଗ ଆଚାର୍ଯ୍ୟ ବର୍ଗଙ୍କର ଶକ୍ତିଟି ମୋ ନିକଟକୁ ଆସୁ। ନହେଲେ ମାୟାକୁ ଅତିକ୍ରମ କରିବା ତ ସହଜ ନାହିଁ। ମାୟା ତ ଭଗବାନଙ୍କ ଶକ୍ତି ନା। ବୈରିଙ୍କ ଶକ୍ତି ହେଲେ ଆପଣଙ୍କ ଆଗରେ ଦଣ୍ଡାୟମାନ ହବ। ପଶ୍ଚାତ ଭାଗରୁ ଦେଖନ୍ତୁ, ଆପଣ ଜଣେ ଯୋଦ୍ଧା ତଳେ ଯୁଦ୍ଧ କରୁଛି, ସୈନିକ ତଳେ ସେ ବର୍ଡର ସିକ୍ୟୁରିଟି ଫୋର୍ସ ହୁଅନ୍ତୁ ବା ଆମର ପୋଲିସ ଫୋର୍ସ ହୁଅନ୍ତୁ, ପଛରୁ ତାଙ୍କର କିଏ ଅଛି? ଗୋଟେ ଶକ୍ତି ଅଛି ନା, ସରକାର ପଛରୁ ସୈନ୍ୟ ଦଉଛି, ବନ୍ଧୁକର ଯାହା ଆବଶ୍ୟକ ଦଉଛି, ଖାଦ୍ୟ ଦଉଛି, ଶକ୍ତି ଦଉଛି, ସାହସ ଦଉଛି, ସବୁ ଦଉଛି। ପଛ ଜଣେ ରହୁଛି ଯୁଦ୍ଧ ପାଇଁ, ମାୟା ସହିତ ଯୁଦ୍ଧ କରିବା ପାଇଁ ପଛର ଶକ୍ତି ଦରକାର। ସେଥିପାଇଁ ସ୍ୱତନ୍ତ୍ର ଗୋଟିଏ ସ୍କନ୍ଦ ରହିଲା ଶକ୍ତି ସମ୍ପନ୍ନ ମହତର କୃପା ଉପରେ। ଦ୍ୱାଦଶ ସ୍କନ୍ଦ ଭିତରେ ବା ପ୍ରଥମ ସ୍କନ୍ଦ ଦ୍ୱିତୀୟ ସ୍କନ୍ଦ ହେଲେ ଭାଗବତର ଉପକ୍ରମଣିକା, ଇଣ୍ଟ୍ରୋଡକ୍ସନ ଯାହା କୁହାଯାଏ, ବହି ଗୁରୁତ୍ୱ। କଣ କୁହନ୍ତି? ପ୍ରିଫେସିଂ, ମୁଖବନ୍ଧ। ମୁଖବନ୍ଧଟା ପଢିଦେଲେ ବହିର ଦୃଷ୍ଟିଟା ଜାଣିବେ। ଭାଗବତର ପ୍ରଥମ ସ୍କନ୍ଦ ହେଲେ ପ୍ରଥମ ଆଉ ଦ୍ୱିତୀୟ। ତୃତୀୟ ସ୍କନ୍ଦ ଭିତରୁ ଭାଗବତର 10 ଲକ୍ଷଣ ଆରମ୍ଭ ହେଲେ। ଅତସର୍ଗ ବିସର୍ଗ ଚ ସ୍ଥାନ ପୋଷଣ ଭୂତ ମହନ୍ତର ଐଶ କଥା ନିରୋଧ ମୁକ୍ତି ଆଶ୍ରୟ। କିନ୍ତୁ ଗୋଟିଏ ସ୍କନ୍ଦ ସ୍ୱତନ୍ତ୍ର ରହିଲା, ଅତି ସପ୍ତମ ସ୍କନ୍ଦ ବାସନା। ମହାପ୍ରଭୁ ପ୍ରଶ୍ନ ଆସିବ, ମହାପ୍ରଭୁ ତାଙ୍କୁ ଶକ୍ତି ସଞ୍ଚାର କରିବା କଣ ଆବଶ୍ୟକ? ରୂପ ଗୋସ୍ୱାମୀ ରୂପ ମଞ୍ଜରୀ। ଆମେ ସିନା ଜାଣିନେ ରୂପ ମଞ୍ଜରୀ ବୋଲି, ମହାପ୍ରଭୁ ଜାଣନ୍ତିନି ନା? ନରଲୀଳା ସିଦ୍ଧ ହେବ କେମିତି? ଏଟା ନରଲୀଳା ଚାଲିଛି ନା। ଆଉ ସାଧକ ମାନେ ଶିକ୍ଷା କରିବେ କେମିତି? ଏଇ ଯୋଉ ଶକ୍ତି ସଞ୍ଚାର ହଉଛି ଆଚାର୍ଯ୍ୟଙ୍କର କୃପା, ମହତର କୃପା ଆଉ ମହତର ଦୃଷ୍ଟ, ଦୁଇଟା ହଉଛି ବାସନା ବର୍ଦ୍ଧିତ କରେ, ଗୋଟିଏ ବାସନାକୁ ପରିବର୍ତ୍ତନ କରେ। ସପ୍ତମ ସ୍କନ୍ଦ ଆରମ୍ଭରେ ସ୍ୱାମୀପାଦ ରଚନା କରୁଛନ୍ତି। ଏହା ମତି ମାନେ ବାସନା। ଆମର ଯୋଉ ସଂସ୍କାର, ଜନ୍ମ ଜନ୍ମାନ୍ତର ଯୋଉ ବିଷୟ ସଂସ୍କାର ରହିଛି, ଆକୁ ପରିବର୍ତ୍ତନ କରିବାର କେବଳ ଶକ୍ତି ଜଣେ ମହତଙ୍କ କୃପାରେ ହିଁ ଅଛି। ନହେଲେ ବାସନା ପରିବର୍ତ୍ତନ ହେଇପାରିବ। ପ୍ରମାଣ ଦେଇ କହିଛନ୍ତି, ସ୍ୱାମୀପାଦ ପ୍ରମାଣ ଦେଇ କହିଛନ୍ତି ସପ୍ତମ ସ୍କନ୍ଧରେ। ଉତି ପଞ୍ଚସଧ୍ୟାୟେ ସପ୍ତମେ ବର୍ଣ୍ଣନାଧୁନା ଉତିଶ୍ଚ ବାସନା ପ୍ରୋକ୍ତା
ତତ୍ତତ୍ କର୍ମାନୁସାରେଣ। କେବଳ ବାସନା ଉପରେ ସୁନ୍ଦର ପ୍ରମାଣ ଦେଇଛନ୍ତି ସ୍ୱାମୀ ପାର୍ଥୀ ଦର୍ଶନ। ମୁକ୍ତି କଣ? ଏଇ 15ଟି ଅଧ୍ୟାୟରେ ମୁଁ ସ୍ୱାମୀପାଦ କହୁଛନ୍ତି ସପ୍ତମ ସ୍କନ୍ଧରେ 15ଟି ଅଧ୍ୟାୟରେ ମୁଁ ମୁକ୍ତି କଥା ହିଁ ବର୍ଣ୍ଣନା କରିଛନ୍ତି। ମୁଁ ତାକୁ ମୋର ସାମର୍ଥ୍ୟ ସାର ବ୍ୟାଖ୍ୟା କରିବି। ସ୍ୱାମୀପାଦ କହୁଛନ୍ତି ମୁକ୍ତି କଣ? ଏଠି କହୁଛି ମୁକ୍ତି ଶିକ୍ଷା ବାସନା ପ୍ରୋକ୍ତ। ଏ ଶକ୍ତି ସଞ୍ଚାର ପଡିଛି। ଦେଖୁନ ଆମେ ଦୁଇ ଭାଇ ହେଇଥିବା, ପୁଣି ବି ପ୍ରାକୃତିକ ଜଗତର ଭାଇ ଛାଡ, ଏଠି ବି ଜଣେ ଯାହାକୁ ଆମର କୁହାଯାଉଛି ଗୁରୁ ଭାଇ, ଗୁରୁଦେବଙ୍କ ପାଖରେ ଦୀକ୍ଷା ନେଇଛି, ପୁଣି ବାସନା କଣ ସମାନ? ଶିକ୍ଷା ତ ସମାନ। ଗୁରୁଙ୍କର ଶିକ୍ଷା କଣ ଭିନ୍ନ ଭିନ୍ନ ଶିଷ୍ୟ ପାଇଁ ଅଲଗା ଅଲଗା କି? ଗୋଟିଏ ଶିକ୍ଷା ତ। କିନ୍ତୁ ଜଣଙ୍କର କାହିଁକି ଗୁରୁଦେବଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଆସୁଛି, ଆଉ ଜଣଙ୍କର କାହିଁକି ଗୁରୁଦେବଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଆସୁନି? କାରଣ ଆଉ ଏଇ ବାସନାର ପରିବର୍ତ୍ତନ କିଭଳି ହବ? ଏଇଟା କହୁଛନ୍ତି ନା ଉଦ୍ଦିଶ୍ୟ ବାସନା ପ୍ରକ୍ତା ତତ୍ତତ୍ କର୍ମ ଅନୁସାର। ତତ୍ତତ୍ କର୍ମ ଅନୁସାର, କର୍ମ ହିସାବରେ ବାସନା। ତାହେଲେ ବାସନାଟା କିଭଳି ପରିବର୍ତ୍ତନ ହବ? ପରିବର୍ତ୍ତନ କରିବା କିଛି ଶକ୍ତି ନାହିଁ। ଏଇଠି କହୁଛନ୍ତି ପୁଣି ବାସନା ଦୁଇ ବିଧ। ସମ୍ପାଦ ଲେଖ ଅଶୁଭାଚ ଶୁଭଚେତି ଦ୍ୱିଧାସା ହେତୁ ଭେଦତ। କାରଣବଶତଃ ଏହାର ଦୁଇଟି କାରଣ ଅଛି। ସେ କହୁଛନ୍ତି ଗୋଟେ ହଉଛନ୍ତି ଶୁଭ ବାସନା, ଗୋଟେ ହଉଛନ୍ତି ଅଶୁଭ ବାସନା। ଯୋଉ ଉତି ଶୁଭ ଆଉ ଅଶୁଭ, ଯିଏ ଆଗରେ ଆସିକି ବସିବେ ସେ ଉଠିବେନି। କଥାର କେତେ ନିୟମ ଅଛି। ଯୋଉମାନଙ୍କର କାର୍ଯ୍ୟ ଅଛି ସେମାନେ ଆଗରେ ବସିବେନି, ଯୋଉମାନଙ୍କୁ ବାରମ୍ବାର ପରିଶ୍ରା ଲାଗେ ସେମାନେ ଆଗରେ ବସିବେନି। ଭାଗବତ କଥା ଇଏ ସାଧାରଣ ଜିନିଷ ଶୁଣିବା ପାଇଁ ସ୍ୱତନ୍ତ୍ର, କାରଣ ଆପଣ ମାନଙ୍କୁ ଚାହିଁ ଭଗବାନଙ୍କୁ ପ୍ରାର୍ଥନା କରି ମୁଁ କଥା କହୁଛି। ଯୋଉମାନଙ୍କ ରୁଚି ନାହିଁ ସେମାନେ ଆସିବେନି। ବହୁତ ଆଗରୁ ଉଠିକି ଯିବା ଆସିବା ବାରମ୍ବାର। ଭାଗବତ ସଭା ମାନେ ଭଗବାନଙ୍କର ସଭା, ଏଟା ନିଶ୍ଚୟ ମନ ଆବଶ୍ୟକ। ପରିବେଶ ଦେଖୁଛନ୍ତି ତା ଭିତରେ ଆପଣ ମାନେ ଯଦି ଯିବା ଆସିବା ସବୁବେଳେ ଲାଗିବ, ଭଲ ଲାଗିବ କଥା କହିବା ପାଇଁ, ଧ୍ୟାନ ରହିବେନି। କାରଣ ଆମେ ବସିକି ଆସିକି କହୁନୁ ନା। ଉତ୍ତିଷ୍ଠ ବାସନା ପ୍ରକ୍ତ ତତ୍ତତ୍ କର୍ମ ଅନୁସାରେଣ ବାସନା ଦ୍ୱିଭେଦା ଶୁଭ ଅଶୁଭ। ବାସନା ଗୋଟେ ଶୁଭ ବାସନା, ଗୋଟେ ଅଶୁଭ ବାସନା। ଆଉ ଅଶୁଭ ଶୁଭ ଚେତି ଦ୍ୱିଧାସ ହେତୁ ଭେଦତ। ଅଶୁଭ ବାସନା କେମିତି ଆସେ? ଅଶୁଭା ମହତ କୋପାତ ଶୁଭ ମହତ ଅନୁପ୍ରଭା। ଜଣେ ଯଦି ବିଚାର କରେ ମୁଁ ଗୁରୁପଦାଶ୍ରୟ କଲା ପରେ, ମୁଁ ସେବା କଲା ପରେ ମୋର କାହିଁକି ଶୁଭ ବାସନା ଆସୁନି, 100% ସିଓର ତାର ଅପରାଧ ରହିଛି ବଳଦେବଙ୍କ ନିକଟରେ। ବଳଦେବ ସେଥିପାଇଁ କହନ୍ତି ତୁମେ ଯେତେ ଯାହା ମନକୁ କହିଲେ ସୁଦ୍ଧା ମନ କିନ୍ତୁ ଅପରାଧ କରିଦେବ। କାରଣ ତ ମନ ତାର ବିଚାର କରିବ, ମାପିଦବ ସିଏ। ମନ ତ ଭୌତିକ ନା। ମୁଖରେ ସତ ସତ ଗୁରୁଙ୍କର ଗୁଣଗାନ କଲେ ସୁଦ୍ଧା ଅନ୍ତରରେ ଗୁରୁଦେବଙ୍କ ପ୍ରତି ଯାହା କୁହନ୍ତି ବଜାରର ଅନ୍ୟ ଦ୍ରବ୍ୟ ସହିତ କାରବାରର ଭାବ, ଏଇଟା ଗୁରୁଦେବ କରିଛନ୍ତି, ଠିକ କରିଛନ୍ତି। ଇଏ ହବ ବୁଦ୍ଧ ଜୀବ, କାହିଁକି ନା ସେ ନିଷ୍କପଟ ନୁହେଁ। ଆଉ ସେ ଯଦି ଶିକ୍ଷାଟାକୁ ନ ଧରି ପାରିଲା, ପ୍ରାୟ ବୋଧ ଜୀବନ ମହତ ଅପରାଧ। ଶୁଭ ଭାଷା ଏଠି କହୁଛନ୍ତି ନା ଅଶୁଭାଚ ଶୁଭାଚେତି ଦ୍ୱିଧାସ ହେତୁ ଭେଦତ ଅଶୁଭ ମହତ କୋପା। ଜଣଙ୍କର ଶୁଭ ବାସନା ଆସୁନି ମାନେ ଜାଣିବାକୁ ପଡେ ଜଣେ ମହତ ଆଶ୍ରୟ କରିଛି, ଜଣେ ପରମହଂସର ଆଶ୍ରୟ କରିଛି, ତାଙ୍କର ଶୁଭ ବାସନା ଆସୁନି। ଯାହା କୁହନ୍ତି ଡେଭଲପମେଣ୍ଟ କିଛି ହଉନି, କିଛି ପରିବର୍ତ୍ତନ ଜୀବନରେ ଆସୁନି। ମହତଙ୍କର କୋପ ଅଛି, ତ୍ରୁଟି ରହୁଛି। କେଉଁଠି ଗୁରୁଦେବଙ୍କର ଆଦେଶକୁ ସେ ଅବମାନନା କରୁଛି, ମହତ କୋପ ରହିଲା, ତାର ଅଶୁଭ ବାସନା ଆସୁ। ଆଉ ଶୁଭ ବାସନା କିଛି କିଭଳି ଆସିବ ନା ମହତ ଅନୁଗ୍ରହ। ମହତ ଅନୁଗ୍ରହ କରିଦେଲେ ଯିଏ ଯେଉଁ ସ୍ଥିତିରେ ଥିବ ତାର କୃପା ମିଳିଯିବ, ତାର ବାସନା ଶୁଭ ବାସନା ଚାଲି ଆସିବ, ପଳେଇ ଆସ। ପ୍ରମାଣ ସପ୍ତମ ଦୁଇ ଜଣ ବାପ ଆଉ ପୁଅ ହିରଣ୍ୟକଶିପୁ ପ୍ରହ୍ଲାଦ ଏଭଳି ଶହୀପାଦ ରଚନା କରିଛନ୍ତି। ଆଖି ଖୋଲି ଦେଇଛନ୍ତି ବୈଷ୍ଣବ ମାନଙ୍କର। କଣ ବୈଷ୍ଣବ ସିଦ୍ଧାନ୍ତ ଆଉ କଣ ଅଛି?
ବୈଷ୍ଣବ ସିଦ୍ଧାନ୍ତ ହିଁ ଏହା। କୃଷ୍ଣ କଥା ଶ୍ରବଣ କରିବା ଦ୍ୱାରା ଗୁରୁଦେବଙ୍କ ନିକଟରୁ ବିଷୟ ବିଗ୍ରହ ଶ୍ରୀହରିଙ୍କର କଥା ଶ୍ରବଣ କରି ସମ୍ବନ୍ଧ ଜ୍ଞାନ ଲାଭ କରି ଗୁରୁଦେବଙ୍କ ଆନୁଗତ୍ୟରେ ସେବା କରିବି ବ୍ୟାକୁଳ ଚିତ୍ତରେ କୃପା ଭିକ୍ଷା କରିବାକୁ ପଡିବ। ଏ ଆଶ୍ରୟ ଗୁରୁଦେବଙ୍କ ଆନୁଗତ୍ୟରେ ବିଷୟ ବିଗ୍ରହଙ୍କ ଆଶ୍ରୟ ବିଗ୍ରହଙ୍କ ଆନୁଗତ୍ୟରେ ବିଷୟ ବିଗ୍ରହଙ୍କ ସେବା କରିବା ଦ୍ୱାରା ନିଷ୍କପଟ ଚିତ୍ତରେ ସେବା କରିବା ଦ୍ୱାରା ହରିକଥା ଶ୍ରବଣ କରିବା ଦ୍ୱାରା ସମ୍ମତ ଜ୍ଞାନ ଜାତ ହେଲେ ଗୁରୁଦେବ କୃପା ସ୍ୱାଭାବିକ ଶିଷ୍ୟ ପ୍ରତି ଯଦି ସେ ଆଶ୍ରୟରେ ନିଷ୍କପଟ ଚିତ୍ରରେ ସେବା କରେ କୃପାଟା ସ୍ୱାଭାବିକ ଆସିଛି। ସେଥିପାଇଁ ଗୁରୁଦେବ ତୁମର ବ୍ୟସ୍ତ ହେବା ଦରକାର ନାହିଁ, ତୁମକୁ ଯାହା କୁହାଯାଉଛି ସେ କର ବାସ୍। ଆମର ସେ ଆମର ଯାହା ମନ ଧର୍ମଟା ଅଛି ଠିକ ଭୁଲ ବିଚାର କରୁଛନ୍ତି। ସେଥିପାଇଁ କୃପାର ଆମେ ବଞ୍ଚିତ ହଉଛି। ମହତ ଅନୁଗ୍ରହ ଆଉ ମହତ ନିଗ୍ରହର ପ୍ରମାଣ ମହତ ଯଦି ଅନୁଗ୍ରହ କରିଦେଲେ ଶୁଭବାସନା ଆସିବ, ଶକ୍ତି ସଞ୍ଚାର ହେଇଗଲା। ମହତ ଭ୍ରଷ୍ଟ ହେଇଗଲେ ସରିଗଲା, ଆଉ ଶୁଭ ବାସନା ଆସିବ, ଅଶୁଭ ବାସନା ସଂସାର ବାସନା ଆସିବ। ସୌବରୀ ମୁନିଙ୍କର କଣ ଅସୁବିଧା ହେଇଗଲା? ଟିକେ ଗରୁଡ ବୈଷ୍ଣବ ଟିକେ ରୁଷ୍ଟ ହେଇଗଲେ ସରିଲା। ଏତେ ବଡ ଯୋଗୀ ସଂସାର ବାସନା ଆସିବ। ସିଏ ଆଶ୍ରୟ ଦେଇପାରିଲେନି ତାଙ୍କ ଯୋଗ ବଳରେ, ନିଜକୁ ତ ରଖିପାରିଲେନି। ଆଉ ଯେଉଁ ମତ୍ସ୍ୟ ମାନେ ତାଙ୍କ ଆଶ୍ରୟରେ ରହିଥିଲେ ସିଏ ବି ମଲେ। ଗୋଟେ ମାଛ ପ୍ରତି ଦୟା କରୁଥିଲେ ତ, ଗରୁଡ ଗୋଟେ ମାଛକୁ ଖାଇଦେଲେ ତାଙ୍କ ଦୟା ଆସିଗଲା, ରେ ଇଏ କଣ ମାଛଟା ଖାଇଦଉଛି, ওই ମତ୍ସ୍ୟ ମାନଙ୍କୁ ଦୟା କରିବି। ଦୟା କରୁ କରୁ ବହୁତ ଅପରାଧୀ ଯୋଉମାନେ ସପୋର୍ଟ କଲେ ସବୁ ମଲେ। କାଳିଆ ଆସିକି ରହିଲା ଯମୁନାରେ, ସବୁ ମାଛ ମଲେ। ଶୁଣ, ଯିଏ ମହତର କୃପା ପାଇନି, ଯିଏ ମହତ ଦ୍ୱାରା ଉପେକ୍ଷିତ, ସେ କାହାର କଲ୍ୟାଣ କରିପାରିବନି। ଏଥିରୁ ଶିକ୍ଷା। ଆଉ ଯିଏ ମହତ କୃପା ପାଇଛି ଜଗତର କଲ୍ୟାଣ କରିବ। ଜଗତ ଏ ସେ କଥା କହୁଛି। ହରିଦ୍ୱାର ପୟୋଜତ ବୈକୁଣ୍ଠୋ ବସतो ଅପି ବୈକୁଣ୍ଠେ ବସतो ଅପି ଚତୁସନାରୁଷା ବିଷ୍ଣୁ ଦ୍ୱୈସାତ୍ ଅଶୁଭ ବାସନା। ପ୍ରବନ୍ଧ ଦେଇଥିଲେ କିଭଳି ମହତର କୃପାରୁ ଶୁଭ ବାସନା ଆସେ, ମହତର ଭ୍ରଷ୍ଟରୁ ଅଶୁଭ ବାସନା ଆସେ। ବୈକୁଣ୍ଠରେ ବାସ କରୁଥିଲେ କିଏ? ଜୟ ବିଜୟ ବୈକୁଣ୍ଠ ବାସୀ ତ ଏଠି କହୁଛନ୍ତି ହରିଦ୍ୱାର ପୟୋଜତ ବୈକୁଣ୍ଠ ବାସ ଅପି ବୈକୁଣ୍ଠରେ ବାସ କରୁଥିଲେ, କିନ୍ତୁ ଚତୁର୍ସନ ରୁଷା ବିଷ୍ଣୁ ଦ୍ୱୈସାତ୍ ଅଶୁଭ ବାସନା। ଆଜି ଅଶୁଭ ବାସନା ଆସିଗଲା କାହିଁକି? ଚତୁର୍ସନ କାଜି ରୁଷ୍ଟ ହେଇଗଲେ ଜୟ ବିଜୟଙ୍କ ପ୍ରତି ଅଶୁଭ ବାସନା ଆସିଲା। ଏବଂ ଅଶୁଭ ବାସନାର ପରିଣାମ କଣ ହେଲା? ଆଜି ହିରଣ୍ୟକଶିପୁ ନିଜ ପ୍ରଭୁଙ୍କୁ ଦ୍ୱେଷ କରୁଛି। ସ୍ୱର୍ଗପାତ ଦେଖ ପ୍ରମାଣ। ମହତ ଆଜି କୃଷ୍ଟ ହେଇଯାଇଛନ୍ତି, ପ୍ରମାଣ ଦେଖ। ଯିଏ ବୈକୁଣ୍ଠରେ ପ୍ରଭୁଙ୍କର ସେବା କରନ୍ତି ସିଏ ଆଜି ନିଜ ପ୍ରଭୁଙ୍କୁ ଆଜି ରୁଷ୍ଟ ହଉଛନ୍ତି, ଯୁଦ୍ଧ କରିବା ପାଇଁ ବାହାରୁଛନ୍ତି। ଇଏ ଦେଖ ପ୍ରମାଣ ଅଶୁଭ ବାସନା କେମିତି ଜାଗ୍ରତ। ଆଉ ଶୁଭ ବାସନା, ଶୁଭ ବାସନା ସମ୍ବାଦ କଣ ରଚନା କରିଛନ୍ତି? ଯଥା ଚ ଦୈତ୍ୟ ଗର୍ଭେ ଅପି ପ୍ରହ୍ଲାଦ ସତସତ୍ସ୍ଥିରାମ୍ ନାରଦାତ ଅନୁଗ୍ରହ ଦାସୋ ବିଷ୍ଣୁ ସତ ଭକ୍ତି ବାସନା। ବୈକୁଣ୍ଠରେ ରହିଥିବା ଲୋକ ଆଜି ସାଧୁ ତାଙ୍କ ପ୍ରତି ରୁଷ୍ଟ ହେଇଗଲା, ବୈକୁଣ୍ଠ ତାଙ୍କୁ ସୁରକ୍ଷା ଦେଇପାରିଲା? ବିଷ୍ଣୁ ଆଜି ସୁରକ୍ଷା ଦେଇପାରିଲେ? ଦେଇପାରିଲା। ବୈକୁଣ୍ଠବାସୀ ଆଜି ଚତୁର୍ସନକ ରୁଷ୍ଟ ହେଇଗଲେ, ଭଗବାନ ଅନୁମୋଦନ କଲେ, କହିଲେ ଚତୁର୍ସନକ ତୁମେ ଯାହା କହୁଛ ମୁଁ ଖୁସି ଅଛି। ମୋ ହସ୍ତ ଯଦି ମୋର ଭକ୍ତକୁ ବିରୋଧ କରି ମୁଁ ହସ୍ତକୁ ବି ଛେଦନ କରିଦେବି। ତୁମେ ଅଭିଶାପ ଦେଇଛ, ମୁଁ ସ୍ୱୀକୃତି ପ୍ରଦାନ କରୁଛି। ଭଗବାନ ସୁରକ୍ଷା ଦେଇପାରିଲେ ନା, ବୈକୁଣ୍ଠ ସୁରକ୍ଷା ଦେଇପାରିଲା ନା। ସାଧୁ ଆଜି ରୁଷ୍ଟ ହେଇଗଲେ, ଅଶୁଭ ବାସନା ଜାତ ହେଲା। ଆଜି ବିଷ୍ଣୁଙ୍କ ସାଙ୍ଗରେ ସେ ଦ୍ୱେଷ କରୁଛି। କିନ୍ତୁ ପ୍ରହ୍ଲାଦ ଏଠି କହୁଛନ୍ତି ଯଥାଚ ଦୈତ୍ୟ ଗର୍ଭାନ। ପ୍ରହ୍ଲାଦ କଣ ଭଲ କୂଳରେ ଥିଲେ କି? ଦୈତ୍ୟର ଗର୍ଭରେ ଥିଲେ, କୟାଙ୍କର ଗର୍ଭରେ ଥିଲେ, ଦୈତ୍ୟ କୂଳରେ ଜନ୍ମ, କିନ୍ତୁ ମାତୃ ଗର୍ଭରେ ରହି ମଧ୍ୟ ସେ ବୈକୁଣ୍ଠ ରହି ସାଧୁ ଅସନ୍ତୁଷ୍ଟ ହେବେ, ତାଙ୍କର ଅଶୁଭ ବାସନା ଆସିଲା। କିନ୍ତୁ ଏଇ ମାତୃ ଗର୍ଭରୁ ରହି ପ୍ରହ୍ଲାଦଙ୍କର ସଦ୍ବାସନା ଆସିଲା। କେମିତି? ନାରଦ ଅନୁଗ୍ରହ, ନାରଦ କୃପା କଲେ, ବିଷ୍ଣୁ ସହବାସ। ମାତୃ ଗର୍ଭରେ ରହିଥିଲେ କିନ୍ତୁ ବିଷ୍ଣୁଙ୍କର କୃପା ପାଇଗଲେ। ସେଥିପାଇଁ ହିରଣ ବହୁତ ବଡ ଚିନ୍ତାରେ ପଡିଯାଇଛନ୍ତି ନା।
ଷଣ୍ଢ ଅମରକ ପଚାରିଛନ୍ ପ୍ରହ୍ଲାଦ ସାଧୁ ଅନୁଗ୍ରହ ତ ଯାହା କୁହାଯାଏ କଣ ତଦାତ୍ମା ପ୍ରାପ୍ତ ହେଇଯାଏ। ଶବ୍ଦ ସତ୍ୟ ସହିତ ସାଧୁର ଅନୁଗ୍ରହ ଆପଣଙ୍କ ସ୍ୱରକୁ ଗଲା ମାତ୍ରେ ଆମର କଣ ହେଇଛି ଆମ ସ୍ୱରଟା 3 ଗୁଣରେ ତଦାତ୍ମ ପ୍ରାପ୍ତ ହେଇଛି। ଯେମିତି ଆମର ରଜ ଗୁଣର ଆମର ବୃତ୍ତି ଅଛି ମାନେ ଆମେ ସତ୍ୟ ଗୁଣ ଗଲେ ସେଠି ରହିପାରିବେନି। ଆମର ରଜ ଗୁଣ ସହିତ ଆମର ଗୁଣଟା ତଦାତ୍ମ ପ୍ରାପ୍ତ ହେଇଛି, ଐକ୍ୟ ଭାବ ଅଛି। ଟିକେ କଣ ଜିନିଷ ହେଲା ମାନେ ଆମେ କ୍ରୋଧ କରିଯିବା, କିନ୍ତୁ କୃପାଟା ଆସିଗଲା ମାନେ ଶୁଦ୍ଧ ସତ୍ୟ ତଦାତ୍ମ ପ୍ରାପ୍ତ ହେଇଯିବ। ବର୍ତ୍ତମାନ ହିରଣ୍ୟକଶ୍ୟପର ଯେତିକି ଚିନ୍ତା ଷଣ୍ଢାମରକ ସେତିକି ଚିନ୍ତା। ଆରେ ଅସୁର କୂଳରେ ସଂସ୍କାର କେଉଁଠି ଆସି ପହଞ୍ଚିଲା ସେ ପଚାରୁଛନ୍ତି ନା ପ୍ରହ୍ଲାଦ ଏ ଶିକ୍ଷା କେହି ତୁମକୁ ଦେଇନାହାନ୍ତି, ତୁମର କେଉଁଠି ଏଭଳି ମତି କେମିତି ଆସୁଛି? ସେ କହିଲେ ନା ଯଥା ବ୍ରହ୍ମତୟ ବ୍ରହ୍ମ ସ୍ୱୟମାକର୍ଷ ସନ୍ନିଧୋ ତଥା ମେ ବିଦ୍ୟତେ ଚେତ ଚକ୍ରପାଣି ଯଦୃଚ୍ଛୟା। କହିଲେ ହେ ବ୍ରହ୍ମବାନ ସଦାଚାରିତ ସଂଗ୍ରାମର କହୁଛନ୍ତି ହେ ବ୍ରହ୍ମବାନ ଯଥା ବ୍ରହ୍ମତି ଅୟ ବ୍ରହ୍ମବାନ ମୋହ ଯେଭଳି ସ୍ୱୟଂ ଆକର୍ଷ ଚୁମ୍ବକ ନିକଟକୁ ସ୍ୱୟଂ ପଳାଏ, ତାର କିଛି କାରଣ ନାହିଁ। ଲୁହାଟା ଚୁମ୍ବକ ନିକଟକୁ ଯାଉଛି ତା ଧର୍ମ ନା, ସ୍ୱାଭାବିକ ପଳେଇବ। ତଥା ମେ ବିଦ୍ୟତେ ଚେତ ଚକ୍ରପାଣି ଯଦୃଚ୍ଛୟା। ତୁମେ ଯୋଉ କାରଣ ପଚାରୁଛ ପ୍ରହ୍ଲାଦ ତୁମେ ବିଷ୍ଣୁଙ୍କୁ ଭଜନ କର, ତାର କାରଣ କଣ? ତାର କାରଣ କିଛି ନାହିଁ। ଯଦୃଚ୍ଛୟା ଯଦୃଚ୍ଛୟା ଶବ୍ଦରେ କଣ ଲେଖିଲେ ନା ମହତ କୃପୟା ନାରଦ କୃପୟା ଧ୍ରୁବାନୁସ୍ମୃତି ନିରନ୍ତର କୃଷ୍ଣ ଅନୁସ୍ମୃତି ପ୍ରମାଣ ଦେଇଛନ୍ତି ଭାଗବତ। आसीनि पर्यटन अस्मान् शयान् प्रपिबन् ब्रुवान् नानुसन्दन्त एतानि गोविंद परिरम्बित। नारद मुनि तो कौन शिष्यर कथा हो ये शिष्यर कौन संपत्ति? ये गुरुदेवंकर कौन संपत्ति? शिष्य होची संपत्ति। नारद राजसूय यज्ञ रे भगवान श्रीकृष्ण श्रवण कर युधिष्ठिर मार्ग बोलछन्ती हे राजन प्रहलादଙ୍କର ସ୍ୱବାସନା କଥା ମୁଁ କଣ କହିବି? ଆଜି ନାରଦ ମୁନି ଶକ୍ତି ସଞ୍ଚାର କରିଛନ୍ତି ମାତୃଗର୍ଭରେ ଦୈତ୍ୟ କୂଳରେ ଜନ୍ମ, ତାଙ୍କର ଆଜି କଣ ଅବସ୍ଥା ହେଇଛି ଏ କହୁଛନ୍ତି। ଆସୀନ ଯେତେବେଳେ ବସୁଛନ୍ତି ପ୍ରହ୍ଲାଦ, ପର୍ଯ୍ୟଟନ ଯେତେବେଳେ ଭ୍ରମଣ କରୁଛନ୍ତି, ଅସ୍ନାତ ଯେତେବେଳେ ଭୋଜନ କରୁଛନ୍ତି, ଆସୀନ ପର୍ଯ୍ୟଟନ ଅସ୍ନାତ ପ୍ରପିବନ ଯେତେବେଳେ ପାନ କରୁଛନ୍ତି, ବ୍ରୁବାନ ଯେତେବେଳେ ପହୁଛନ୍ତି, କୌଣସି ଅବସ୍ଥାରେ ତାଙ୍କର କହୁଛନ୍ତି ନାନୁ ସନ୍ଧାନି ଏତାନି ଗୋବିନ୍ଦ ପରିରମ୍ବିତ। ସିଏ ଭଜନ କରନ୍ତି ନା ତାଙ୍କର ସ୍ୱର ଯେଭଳି ଗୋପୀ ମାନେ ଭଗବାନ ଶ୍ରୀକୃଷ୍ଣ ଯିଏ ଆସି ବ୍ରଜାତଳ ଟୀକା ଶୁଣିବେ ଗୋପୀ ମାନଙ୍କ ସ୍ଥଳ ସେ ଦେହ ଧ୍ୟାନ ନାହାନ୍ତି ନା, ତା ମମୟ ଅବସ୍ଥା ତଦାତ୍ମ ପ୍ରାପ୍ତ ହେଇଛନ୍ତି। ଭଗବାନ ଶ୍ରୀକୃଷ୍ଣ ଉଦ୍ଧବ କହିବେ କିଏ ଭରତ ବୈଷ୍ଣବ ତ ଶୁଣିଲେ ସନାତନ ଗୋସ୍ୱାମୀ କହିବେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମୁଁ ଯାଇକି ଗୋପୀ ମାନଙ୍କୁ ଖାଇବାକୁ ଦଉଛି, ମୁଁ ଯାଇକି ଗୋପୀ ମାନଙ୍କୁ ବସ୍ତ୍ର ପିନ୍ଧେଇ ଦଉଛି, ମୁଁ ଗୋପୀ ମାନଙ୍କୁ ଜାଗ୍ରତ କରୁଛି, ଆଉ ମୁଁ ଗୋପୀ ମାନଙ୍କୁ ଶୟନ କରୁଛି। ପ୍ରହ୍ଲାଦ ସେୟା ଯଦୃଚ୍ଛୟା କାହିଁକି ହେଲା ନା ଜଣେ ସାଧୁ ନାରଦ ମୁନିଙ୍କର ଶୁଭ ବାସନା। ନାରଦ ମୁନି କେବଳ ସଂକଳ୍ପ କଲେ ଏ ପ୍ରହ୍ଲାଦ ମାତୃଗର୍ଭରେ ଯିଏ ଅଛନ୍ତି ପ୍ରଭୁଙ୍କର ଭକ୍ତ, ମହତ୍ତର ଅନୁଗ୍ରହରେ ଆଜି ତାଙ୍କର କଣ ଅବସ୍ଥା ହେଲା? ଗୋବିନ୍ଦ ପରିରମ୍ବିତ। ଭୋଜନ ସମୟରେ, ଶୟନ ସମୟରେ, ପର୍ଯ୍ୟଟନ ସମୟରେ ସବୁବେଳେ ଗୋବିନ୍ଦ ତାଙ୍କୁ ଆଲିଙ୍ଗନ କରିଛନ୍ତି। ଏଇଟା ସେ ଚିନ୍ତା କରୁଥିଲେ, ଆଉ କିଛି ନାହିଁ। ସଂସାର ଆଉ କିଛି ତାଙ୍କର ନାହିଁ, ଗୋବିନ୍ଦ ତାଙ୍କୁ ଆଲିଙ୍ଗନ କରିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ସେ ପୂର୍ଣ୍ଣ ଯାହା କୁହନ୍ତି ସୁରକ୍ଷିତ ଅବସ୍ଥାରେ ଥିଲେ, ହିରଣ୍ୟକଶ୍ୟପ କିଛି କରିପାରିଲେ ନା। ସପ୍ତମ ସ୍କନ୍ଧରେ ଯୋଉ ବାସନା ଶୁଭ ବାସନାରେ ଆଜି ପ୍ରହ୍ଲାଦ ମାତୃଗର୍ଭରେ ରହି ମଧ୍ୟ ଧ୍ରୁବାନ ସ୍ମୃତି ପ୍ରାପ୍ତ ହେଲେ ପ୍ରଭୁଙ୍କ, କିନ୍ତୁ ସାଧୁଙ୍କର ନିଗ୍ରହ ପ୍ରାପ୍ତ ହେଇ ଆଜି ତାଙ୍କର ପିତା ଯିଏ ବୈକୁଣ୍ଠରେ ଥିଲେ ସେ ଆଜି ବିଷ୍ଣୁ ଉଦ୍ଦେଶ୍ୟ କରୁଛନ୍ତି। ସେଥିପାଇଁ ମହାପ୍ରଭୁ ଯେତେବେଳେ ଶିକ୍ଷା ଦେଲେ ସ୍ୱରୂପେ ହୃଦୟ ପ୍ରଭୁ ଶକ୍ତି ସଞ୍ଚାରିଆ ସର୍ବତତ୍ଵ ନିରୂପଣେ ପ୍ରବୀଣ କରିବା, ଏଇ କଥା ଆମେ ସେଠିକି ଯାଇଥିଲୁ। ଶକ୍ତି ସଞ୍ଚାର ନହେଲେ ଜଣଙ୍କର ଧ୍ରୁବ ଅନୁସ୍ମୃତି ରହିବ ନା, ନିରନ୍ତର ସେ କୃଷ୍ଣ ସ୍ମରଣ କରିପାରିବ। ଭଗବାନ ଭଲ ଲାଗିବେ ନା, ପ୍ରାକୃତ ଭୂମିକା ଆମେ ରହିଛେ, ପ୍ରୀତି ଭୂମିକାରେ ପ୍ରଭୁ ରହିବେ ନା। ଆଉ ଜୀବନର ଏଟା ସର୍ବୋଚ୍ଚ ମୂଲ୍ୟ ବୋଲି ଜ୍ଞାନ ଆସିବ, କାରଣ କୃପାଟା ନାହିଁ। ପ୍ରାକୃତ ଭୂମିକା ସ୍ତରରେ ଯେତିକି କଥା ସନ୍ତୁଷ୍ଟ ହେଇଯିବ। ହଁ
ଠିକ ଅଛି ନା, କାରଣ ଏଇଟା ମାୟା ଶକ୍ତି କି ତରିବା ପାଇଁ ଯଥେଷ୍ଟ ନୁହେଁ। ଆଉ ଦ୍ୱିତୀୟ ପଏଣ୍ଟ ଆସିବ, ଯଦି ଶକ୍ତି ସଞ୍ଚାର ନ କରନ୍ତି ମହାପ୍ରଭୁ, ତାହେଲେ ସିଦ୍ଧାନ୍ତ ରହିବ ନା ବୈଷ୍ଣବ ସିଦ୍ଧାନ୍ତ। ବୈଷ୍ଣବ ସିଦ୍ଧାନ୍ତକୁ କି ପଢେଇକି ଜାଣିପାରିବେ ନା। ଆପଣ ଭାବୁଛନ୍ତି କି ଲୋକମାନେ ବହି ପଢୁନାହାନ୍ତି କି? ଲୋକମାନେ ପଢିଛନ୍ତି। ଲୋକମାନେ ସବୁ ଯୋଉମାନେ ରିସର୍ଚ୍ଚ କରୁଛନ୍ତି ସେମାନେ ସବୁ ସୁନ୍ଦର। ଜଣେ ଆସିଥିଲା ଆମର ଏଠି ଜଣେ ମ୍ୟାଡାମ, ସିଏ କଣ କୃଷ୍ଣଙ୍କ ଉପରେ ଲେଖୁଛନ୍ତି ସବୁ, ସେଟା ଡକ୍ଟରେଟ କରି ସେ ଆସିଥିଲେ, କହିଲେ ଆମକୁ ଆଜ୍ଞା ଟିକେ ସାହାଯ୍ୟ କର। ମୁଁ କହିଲି ଆଜ୍ଞା ଆମେ ବି ସମୟ ନାହିଁ, ଆପଣ ଡକ୍ଟରେଟ ପାଇଁ କୋଉଠି ଚାକିରି କରିବେ? ମୁଁ ତାଙ୍କୁ ମନେ ଭାବିନି, କିନ୍ତୁ ଡକ୍ଟରେଟ ପାଇଁ ଚାକିରି କଲା ପରେ ସେ କୃଷ୍ଣଙ୍କୁ ଦିନେ ବି ଜୁହାର ହେବେନି। ଆଉ ଏଇଟା କଣ ନା ଗୋଟେ ସାର୍ଟିଫିକେଟ ପାଇଁ ଯେ ଆମେ କୃଷ୍ଣଙ୍କ ଉପରେ ବିଶାଳ ପଣ୍ଡିତ। ଲୋକମାନେ ପଢୁଛନ୍ତି, ବହୁତ ରିସର୍ଚ୍ଚ କରୁଛନ୍ତି, ସନ୍ଦେହ ବି ପଢୁଛନ୍ତି, କିନ୍ତୁ ପରମ୍ପରାର ଶିକ୍ଷା ମଧ୍ୟ ତା କୃପା ଦ୍ୱାରା ରହିବ, ନହେଲେ ସିଦ୍ଧାନ୍ତଟା ଭୁଲ ହେଇଯିବ। ସେମାନେ ଲେଖିବେ କହିବେ, ଆମେ କଣ ଆଜ୍ଞା କହିବା? ମହାପ୍ରଭୁଙ୍କ ଭକ୍ତମାନେ ଭ୍ରମରେ ପଡିଗଲେ, ମହାପ୍ରଭୁଙ୍କ ଭକ୍ତମାନେ ଭ୍ରମରେ ପଡିଗଲେ। ଏଇ ଲୀଳା ଅଛନ୍ତି ଚୈତନ୍ୟ ଚରିତାମୃତ, ଏ କଣ ଛୋଟିଆ କଥା କି ଆଜ୍ଞା? କାରଣ ବୈଷ୍ଣବ ସିଦ୍ଧାନ୍ତରେ ସବୁଆଡକୁ ରାସ୍ତା ଅଛି। ଯିଏ ସିଦ୍ଧାନ୍ତ ଯେ କୃପା ପାଇନି ସେ ଯୁଆଡେ ଆଡେ ସେ ଟାଣି ନେଇ ଲଗେଇବ। ଦେଖୁନାହାନ୍ତି 3-4 ଜଣ ବସିଯିବେ ସେଠି ବୈଷ୍ଣବ ସିଦ୍ଧାନ୍ତ ସେ କହିବେ ଗୁରୁଦେବ ପାଇବା କହୁଛନ୍ତି, ସେ କହିବେ ସେଟା କଣ କହୁଛନ୍ତି, ସେ ନେଇ ବୁଲିକି ଆଉ ପାଠ ଥୋଇବ। ସବୁଆଡେ ତ ରାସ୍ତା ଅଛି, ଆଉ ଟ୍ରାଫିକ ଭଳିଆ ନା ବାବା, ସିଦ୍ଧାନ୍ତ ଗୋଟିଏ। କୃପା ଯେ ପାଇନଥିବ ସେ ବୁଲିବ ଖାଲି ବଣା, ଏଇଟା ତ ଠିକ କଥା, ସିଏ ବି ଯାହା କହୁଛି ଠିକ, ଚୋର ବି ଠିକ, ପୋଲିସ ବି ଠିକ। ଠିକ କୋଉଠା କୁହ ନା ସବୁ ଠିକ, ସବୁ ଠିକ ହବନି। ସିଦ୍ଧାନ୍ତ କେବଳ କୃପାରେ ଜଣାଯିବ। ମହାପ୍ରଭୁ ରୂପକୁ ସତ୍ୟ ସଞ୍ଚାର କରି ଏମ୍ପାୱାର୍ଡ କରି ପଠେଇବେ। କାରଣ ସେଇଥିପାଇଁ ଶୁଣିବେ କବି କର୍ଣ୍ଣପୁର ମହା ରୂପ ଗୋସ୍ୱାମୀ କଣ ଲେଖିଛନ୍ତି। ରୂପ ଗୋସ୍ୱାମୀଙ୍କ ସମାଧି କୁଟୀରରେ କଣ ଲେଖା ହେଇଛି କିଏ ଜଣେ କହିଲେ ଦେଖିବା? ଗୋଟିଏ ଶବ୍ଦ ବା କଣ ଲେଖା ହେଇଛି କିଏ ଦେଖିଛନ୍ତି ନା? ଦାମୋଦର ମନ୍ଦିର ପଛରେ ଯୋଉ ରୂପ ଗୋସ୍ୱାମୀଙ୍କର ସମାଧି ଅଛନ୍ତି, ସେଠି ମାର୍ବଲ ଅଛି, ସେ ମାର୍ବଲ ଲେଖା ହେଇଛି, ଦେଖିଛନ୍ତି କି? ଏବେ ସ୍ପଷ୍ଟ ହେଇଯାଇଛି, ଆଗରୁ ସେ ଚୈତନ୍ୟ ଚରିତାମୃତର ପଦ କବିରାଜ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଲେଖିଛନ୍ତି, ତାଙ୍କୁ ଶିବାନନ୍ଦଙ୍କର ପୁତ୍ର କବି କର୍ଣ୍ଣପୁର ଲେଖିଛନ୍ତି। ରୂପ ଗୋସ୍ୱାମୀ ସ୍ୱୟଂ ମହାପ୍ରଭୁଙ୍କର କିଭଳି ପ୍ରେମ ଲେଖା ହେଇଛି ଦେଖିବେ। ସ୍ୱରୂପେ ଦୈତ ସ୍ୱରୂପେ ସେରେ ବେଙ୍ଗଲ ଲେଖା ହେଇଛି। ଆମ ବେଙ୍ଗଲୀ ବର୍ତ୍ତମାନ ଛୋଟ ମାର୍ବଲ ମାରିଥିଲେ, ବର୍ତ୍ତମାନ ଆମର ସଜା ହେଇଗଲେ ବଡ ଆକାରରେ ଲେଖା ହେଇଛି। ଏ ସେଇ ରୂପ ଶକ୍ତି ସଞ୍ଚାର କରୁଛନ୍ତି ମହାପ୍ରଭୁ। ମହାପ୍ରଭୁ ଭକ୍ତମାନେ ମଣା ହେଇଗଲେ ତତ୍ଵରେ ସମସ୍ତେ ପ୍ରଶଂସା ତାଳି ବାଡେଇଲେ, ବଢିଆ କଥା ଚୈତନ୍ୟ ମହାପ୍ରଭୁକୁ ଲେଖିଛ। କାରଣ ଭଗବାନ ଆଚାର୍ଯ୍ୟ ଯେ ମହାପ୍ରଭୁଙ୍କର ପାଖରେ ରୁହନ୍ତି, ଗୋବିନ୍ଦଙ୍କୁ ସାହାଯ୍ୟ କରନ୍ତି ଆଉ ରୋଷେଇ କରନ୍ତି ଭଲ। ଭଗବାନ ଆଚାର୍ଯ୍ୟଙ୍କର ଜଣେ ପଣ୍ଡିତ ବନ୍ଧୁ ଥାନ୍ତି କବି, ସେ ଗୋଟେ ବିରାଟ ଗୋଟେ ନାଟକ ଲେଖିଛନ୍ତି। ଜଣେ ଶକ୍ତି ନ ପାଇଲେ କେମିତି ସିଦ୍ଧାନ୍ତ ଜାଣିପାରିବ ନା ଚୈତନ୍ୟ ଦିଆ ବହୁତ ବଡ ନାଟକ ଲେଖିଛନ୍ତି ଚୈତନ୍ୟ ମହାପ୍ରଭୁଙ୍କ ଉପରେ। ପ୍ରତିଦିନ ଆସିକି ଭଗବାନ ଆଚାର୍ଯ୍ୟ ପ୍ରତି ଆଜ୍ଞା ଟିକେ ମୋ ନାଟକଟା ଟିକେ ନେଇକି ମହାପ୍ରଭୁଙ୍କୁ ଟିକେ ଶୁଣା। ଇଏ ଯାଇକି ସୁରଦନ୍ଦର ପ୍ରାଇଭେଟ ସେକ୍ରେଟାରୀ ନା, ସୁରଦନ୍ଦର ସେ ଚେକ୍ କରି ଛାଡିବେ ସିଦ୍ଧାନ୍ତ ବିରୁଦ୍ଧ ଅଛି କି, ରସାଭାସ ଅଛି କି। ଯେତେବେଳେ ବାରବାର ଅନୁରୋଧ କଲେ ସେତେବେଳେ ସୁରଦନ୍ଦର ଠିକ ଅଛି, ଆମେ ଆগে ମୁଁ ଚେକ୍ କରିକି ମହାପ୍ରଭୁଙ୍କୁ ଦେବି, ଆଣ। ସୁରଦନ୍ଦର ସେଟା ପଢିଲେ ସେ ଶ୍ଲୋକରେ ଲେଖିଛନ୍ତି, ବକଚ କମଳ ନେତ୍ରେ ଶ୍ରୀ ଜଗନ୍ନାଥ ସଜ୍ଞେ କନକ ରୁଚିର ଆତ୍ମନା ଯା ପ୍ରପନ୍ନ ପ୍ରକୃତି ଜଡ ଶେଷମ ଚେତନା ବିରାସିତ ସଦିଶତୁ ତବ ଭଜ୍ୟ କୃଷ୍ଣ ଚୈତନ୍ୟ ଦେବ, ଭବ୍ୟ କୃଷ୍ଣ ଚୈତନ୍ୟ ଦେବ। ମୋ ଲେଖା ବି ଭଲ ଅଛି, ଠିକ ସେ ଲେଖିପାରୁନି ଡାଣ ହାତରେ। ତାର ଅର୍ଥ ସ୍ୱରୂପ ଦାମରେ ଗୋଟିଏ ପଢିଦେଲେ ମୂର୍ଖ ନାଳି, କିନ୍ତୁ ଯେତେବେଳେ ଏଇଟା ପଢିଦେଲେ ସ୍ୱରୂପ ଦାମୋଦର ସବୁ ଭକ୍ତ ମାନେ ଚାରିକରେ ତାଳି ମାରିଲେ। କେତେ ସୁନ୍ଦର କବି ମହାପ୍ରଭୁ ଚୈତନ୍ୟ ମହାପ୍ରଭୁଙ୍କ ଏତେ ସୁନ୍ଦର କଥା ଲେଖିଛି। କଣ ଲେଖିଛି ନା ଜଗନ୍ନାଥ ଜଡ ସିଏ ଶରୀର, ଆଉ ଚୈତନ୍ୟ ମହାପ୍ରଭୁ ହଉଛନ୍ତି ତାଙ୍କ ଭିତରେ ଶରୀର। ଆଉ ଜଡ ଜଗତର ଲୋକମାନଙ୍କୁ ଚେତନା ଦେବା ପାଇଁ ସେ ନୀଳାଚଳରେ ଆବିର୍ଭାବ ହେଇଛନ୍ତି। ଚୈତନ୍ୟ ମହାପ୍ରଭୁ ବଡ କରିଦେଲେ, ତେଣୁ ଯେଉଁ ପାର୍ଶ୍ୱ ବାନ୍ଧିଥିଲେ
ସେମାନେ ବଢିଆ କଥା ଲେଖିଛେ। ତାଙ୍କୁ ବେଙ୍ଗଲୀ ଅନୁବାଦ କଲେ କୃଷ୍ଣଦାସ କବିରାଜ ଗୋସ୍ୱାମୀ। କବି କହେ ଜଗନ୍ନାଥ ସୁନ୍ଦର ଶରୀର, କବି କହେ ଜଗନ୍ନାଥ ସୁନ୍ଦର ଶରୀର, ଚୈତନ୍ୟ ଗୋସାଇଁ ଶରୀର ମହାବୀର, ଚୈତନ୍ୟ ଗୋସାଇଁ ଶରୀର ମହାବୀର, ସହଜଡ଼ ଜଗତେର চেতন করাইতে, সহজড় জগতের চেতন করাইতে, নীলাচলে মহাপ্রভু হইলা বিভূতে, নীলাচলে মহাপ্রভু হইলা বিভূতে, শুনিয়া সবার মন, শুনিয়া সবার হইল আনন্দিত মন, শুনিয়া সবার হইল আনন্দিত মন, দুঃখ পায়া স্বরূপ কহে সক্রোধ বচন, দুঃখ পায়া স্বরূপ কহে সক্রোধ বচন। ମହାପ୍ରଭୁ ଶିକ୍ଷା ଦେଲେ ଶକ୍ତି ସମ୍ପନ୍ନ ମହାପ୍ରଭୁଙ୍କର ପାର୍ଶ୍ୱଦ ସମାନ ନା। ସେମାନେ ସମସ୍ତେ ମହାପ୍ରଭୁ ପାର୍ଶ୍ୱଦ ରୁହନ୍ତି କି? ମହାପ୍ରଭୁ ଯେ ଦର୍ଶନ କରୁଛି ତାଙ୍କର କଣ ଗୋଟେ ତ୍ରୁଟି ରହିଛି ନା ସିଦ୍ଧାନ୍ତ ଜିନିଷ ରହିଛି। ମହାପ୍ରଭୁ ଶିକ୍ଷା ଦେଲେ ଆମମାନଙ୍କୁ ଜଣେ ଶକ୍ତି ସମ୍ପନ୍ନ ଲୋକ ନହେଲେ ସ୍ୱରୂପାନନ୍ଦଙ୍କ ଭଳି ସେ ଭ୍ରମରେ ପଡିବ, ତତ୍ତ୍ୱ ଭ୍ରମରେ ପଡିବ। ଆଉ ଜଣେ ଶକ୍ତି ପ୍ରାପ୍ତ ନହେଲେ ସେ ସିଦ୍ଧାନ୍ତ ଜାଣିପାରିବ ନା। ସମସ୍ତେ ପ୍ରଶଂସା କଲେ। ସେ କହିଲେ କବି କହେ ଜଗନ୍ନାଥ ସୁନ୍ଦର ଶରୀର, ଚୈତନ୍ୟ ଗୋସାଇଁ ଶରୀର ମହାଧୀର। ଜଗନ୍ନାଥଙ୍କ ଗୋଟେ କାଠ ପାଷାଣ ଶରୀରଟା, ତା ଭିତରେ ଚୈତନ୍ୟ ମହାପ୍ରଭୁ ଶରୀର। ଜଡ ଜଗତକୁ ଚେତନ କରିବା ପାଇଁ ନୀଳାଚଳରେ ଆବିର୍ଭାବ ହେଇଛ। ଶୁଣିଆ ସବାର ହଇଲ ଆନନ୍ଦିତ ମନ, ସମସ୍ତେ ଶୁଣିକି ମହାପ୍ରଭୁଙ୍କୁ ଆତ୍ମା ବୋଲି କହିଛନ୍ତି, ଜଗନ୍ନାଥ ସମସ୍ତେ ଖୁସି। କିନ୍ତୁ ସ୍ୱରୂପ ଦୁଃଖ ପାଇଁ ସ୍ୱରୂପ କହେ ସକ୍ରୋଧ ବଚନ, ସ୍ୱରୂପ ତାଙ୍କର ଦୁଃଖୀ କ୍ରୋଧ ପାଇଁ ମୂର୍ଖ ବହୁତ କଥା କହିଛନ୍ତି। ମୂର୍ଖ କହିଲେ ମୂର୍ଖ ତୁ ତ ସର୍ବନାଶ କଲେ, ତୁ ସର୍ବନାଶ କରିଦେଲୁ। ବର୍ତ୍ତମାନ ଈଶ୍ୱରଙ୍କର ଶରୀର ଶରୀର ଭେଦ ତୁ ଦେଖିଲୁ, তোর সর্বনাশে। আরে মূর্খ, আরে মূর্খ আপনার কইলা সর্বনাশ, আরে মূর্খ আপনার কইলা সর্বনাশ, দুহিত ঈশ্বরে তোরা নাহি বিশ্বাস, দুহিত ঈশ্বরে তোরা নাহি বিশ্বাস, ঈশ্বরের নাহি কবু দেহ দেহি ভেদ, ঈশ্বরের নাহি কবু দেহ দেহি ভেদ, স্বরূপ দেহ চিদানন্দ নাহি বিভেদ, স্বরূপ দেহ চিদানন্দ নাহি বিভেদ। এই পার্থক্য অলগা পার্শ্বদ মানে ধরি পেল না সুলতান দাদা। ସେ ତ ଶକ୍ତି ସମ୍ପନ୍ନ ନା ଧର୍ମ। ଆରେ ମୂର୍ଖ ତୁ ସର୍ବନାଶ କରିଦେଲୁ। ଦୁଇ ଜଣ ଈଶ୍ୱର ତୋର ବିଶ୍ୱାସ ନାହିଁ। ଜଗନ୍ନାଥ ବି ଈଶ୍ୱର, ଚୈତନ୍ୟ ମହାପ୍ରଭୁ ଈଶ୍ୱର, କିନ୍ତୁ ବୋଲି ଜଗନ୍ନାଥ ଜଡ ଲେଖିଛୁ ନା, ପୁଣି ମଙ୍ଗଳାଚରଣ।
ବହିକି ଫୋପାଡ଼ି ଦେବି ଉଠା ପ୍ରଥମରୁ ଭୁଲ କିଛି ସମସ୍ତେ ପ୍ରଶଂସା ଯାହା ଲେଖିଥିବୁ ଯାହା କୁହନ୍ତି ଘରେ ଦୁଆର ମୋର ପଶୁ ପଶୁ ମୁଣ୍ଡ ବାଜିଲେ ବଢିଆ ଅପମାନ ମୂର୍ଖ ସର୍ବନାଶ କଲୁ। ଏ ଈଶ୍ୱରଙ୍କ ଦେହ ଦେଇ ଭେଦ କୋଉଠି ଅଛି? ସ୍ୱରୂପ ଦେହ ଚିଦାନନ୍ଦ ନାହିଁ କ ବିଭେଦ। ଚିଦାନନ୍ଦ ସ୍ୱତଃ ତାଙ୍କର ନଖଟା ବି ପରମାତ୍ମା ସଚିଦାନନ୍ଦମୟ, ସବୁ ଆନନ୍ଦମୟ, ସବୁ ବିଷୟ ସଚିତ ଆନନ୍ଦମୟ, କେବଳ ଆନନ୍ଦମୟ। ସର୍ବନାଶ କରିଦେଲେ ଯାହା ମୂର୍ଖ ସେଇଠି ଉପଦେଶ ଦେଲେ। ସିଦ୍ଧାନ୍ତ ଜାଣିବି ତ, ସିଦ୍ଧାନ୍ତ ଜାଣିବି ତ, ଯା ଭାଗବତ ପଢ ବୈଷ୍ଣବ ତାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ତାପରେ କହିଲେ চৈতন্যের ভক্ত সঙ্গে নিত্যাকার সঙ্গ, চৈতন্যের ভক্ত সঙ্গে নিত্যাকার କଥା କହିଲେ ଆମେ ରୂପ ଗୋସ୍ୱାମୀ ସବୁ ଶାସ୍ତ୍ର ରଚନା କରିବା ନା କହିଲେ ତବେ ତ ଅନୁଡ଼ିତ ତୋମାର ହଇବେ ସଫଳ କୃଷ୍ଣ ସ୍ୱରୂପ ଲୀଳା ବର୍ଣ୍ଣିମ ନିର୍ମଳ ନିର୍ମଳ କୃଷ୍ଣ ସ୍ୱରୂପ ତଥ୍ୟ ବର୍ଣ୍ଣନା କରିବାକୁ ହେଲେ ତୁମେ ଭକ୍ତ ସଙ୍ଗ କରିବାକୁ ପଡିବ। ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତ ସଙ୍ଗ କର, ସିଦ୍ଧାନ୍ତକୁ ଜାଣିବ। କଣ ତୁମେ ଲେଖିଛ ଏଟା ସବୁ ତୋରପାତି ପରପତ୍ର କଣ ଲେଖିଲେ? If you are immediately follow the principle of Sri Chaitanya Mahaprabhu by associating with his devotees, lusty desire for material enjoyment will be vanished from one's heart. चैतन्य महाप्रभु का शिक्षा तो कौन की वैराग्य विज्ञान भक्ति जो शिक्षार्थम एकम पुरुष पुराण जने चैतन्य महाप्रभु को धारावासी जने शुद्ध गौड़ीय वैष्णव धारावास जने रूपानुज भक्ति विरोध धारावासी से भक्त संग करे तार हृदय बासना मेट्रियल डिजायर जाऊनी तार जानिବାକୁ ପଡିବ ସେ ଅପରାଧ କରୁଛି ବା ତା ଅନ୍ତର କାପଟ୍ୟ ଭରି ପଡିବ। ସେ କରୁଣା ପାଇନି ବା କରୁଣା ପ୍ରାପ୍ତି ହେବା ପାଇଁ डिजायर करूनी कामना करूनी लिखले प्रभु इफ यू आर इमीडिएटली फॉलो द प्रिंसिपल ऑफ श्री चैतन्य महाप्रभु बाय एसोसिएटिंग विथ हिज डिवोटी लस्टी डिजायर फॉर मेटेरियल एंजॉयमेंट विल बी वेनिश फ्रॉम वन्स हार्ट। तापर कौन लिखले देन वन इज एबल टू अंडरस्टैंड द मीनिंग ऑफ श्रीमद् भागवतम एंड द प्रिंसिपल ऑफ लिसनिंग टू इट। भागवत श्रवण करिवार अर्थटा कौन श्रीमद भागवतम कौन जनकर अंतर कामना गला महाप्रभुଙ୍କର ଭକ୍ତ महाप्रभुଙ୍କର ନିୟମ ପାଳନ କରି ଭକ୍ତ ସଙ୍ଗ କରି ତା ଅନ୍ତରରେ କାମନା ଗଲା ପରେ ସେ ଭାଗବତଙ୍କୁ ଜାଣିପାରିବ, ଶ୍ରବଣ କରିବାର ମାତ୍ରା ବୁଝିପାରିବ ନହେଲେ ବୁଝିପାରିବ। ସେଥିପାଇଁ ସ୍ୱରୂପ ଦାମୋଦର ପଠେଇଲେ ଚୈତନ୍ୟର ଭକ୍ତ ସଙ୍ଗେ ନିତ୍ୟ କର ସଙ୍ଗ ତବେ ତ ଜାଣିବ ସିଦ୍ଧାନ୍ତ ସମୁଦ୍ର ତରଙ୍ଗ ତବେ ତ ପାଣ୍ଡିତ୍ୟ ତମାର ହଇବେ ସଫଳ କୃଷ୍ଣର ସ୍ୱରୂପ ଲୀଳା ଜନ୍ମ ନିର୍ମଳ। पंडित सफल हम जो चैतन्य महाप्रभु भक्त संग कर महाप्रभु भक्त संग कले लस्टी डिजायर अच्छी चली कथा ये पड़ा रूप गोस्वामी जो शक्ति संचार कर शक्ति संचार नहेले सिद्धांत रहा प्रामाणिक जो गुरुवर्ग मैंने आसवे शक्ति संपन्न आचार्य मैंने संप्रदाय शिक्षा रखिए कारण जन प्रश्न कर संप्रदाय तो ग्रंथ अच्छी कौन एत दरकार आपको मर्यादा रखा ना अधिकारी नहीं बर्तमान अधिकारी किए मैंने अच्छा बर्तमान कलिजुग 90% गुरुदेव कर्माधिकारी ये भजनाधिकारी शिक्षा दे पारे तेणु आचार्य मैंने आसे शक्ति संपन्न आचार्य से तो परंपरार कृपा को धरिकी आसुंदी शक्ति प्राप्त होती जानवे एम अधिकार कौन अधिकार बाछी पारे अधिकार बाछिक सेवाटा देले तार कल्याण हम आ कहते
से प्रभु कणाटा पाइब ये रेस्टोरेंट अच्छे स्टाफ मान अच्छे से जो राशन मार्कटा कह तू कल केस बस से कौन कर स्टाम्प मारिकी 10 टंकिया जे कूपन मागे से 100 टंकिया स्टाम्प मारि देत तार अधिकार नहीं बस दिया सेठी अधिकार नहीं ड्यूटी नियुक्ति करवा ना ये जो सबुठ जीव गोस्वामी बड़ा कथा कौन कहले कि आचार्य प्रामाणिक आचार्य शक्ति संपन्न आचार्य माने जीवर क्यों अधिकार कर्माधिकार कि ज्ञानाधिकारी कि मत प्रेमाधिकारी से अधिकार जानी तो सेवार नियुक्ति करेंगे तार कल्याण करेंगे तार बासनटा परिवर्तन करेंगे साधु संग द्वारा हरिकीर्तन द्वारा न जान शास्त्र सिद्धांत रही घाटी गुले शास्त्र बहु केतल श्रवण ब्रह्मात्म दिखाई केतल कीर्तन ब्रह्मात्म दिखाई केतल गुरुदेव सेवा ब्रह्मात्म दिखाई केतल नाम ब्रह्मात्म दिखाई केतल साधुसंग ब्रह्मात्म दिखाई केतल वैष्णव जन सब कथा कहुई करी कौन ना प्रामाणिक जी आचार्य शक्ति समस्या जाने यार अधिकार ये गुरुदेव गोटे कैसेट कहना स्वयं महाराज टेम्पल कमांडर थे स्वयं दास थे गुरुदेव स्वयं दास एगुड़ा को आणिकी सब खड़ा 24 घंटा मंदिर लेबर कर खड़ा से कैसेट कहते हम रेस्ट दिवनि हम सब खटा आम एत लेबर बाहर लेबर आसवे कहीं जानते आम अधिकारटा कौन तेना आम अधिकार हिसाब से कार्य कले आगे जापर आमको आज तुम बस लक्ष्यमाला कल 64 माला जप कर 16 माला कौन हो 64 माला ना शुणला बेलू माला ता सीट अटकिला से 16 जाए 16 छाड़देमी शीघ्र बस बस डोले डोले लाल फाड़ा गोड़ी से गला अवस्था अधिकार ना ना भल लगे अधिकार तो बहुत बड़ जिनिस आचार्य प्रामाणिक आचार्य मैंने कौन करती जीवन अधिकार देखी शास्त्र सिद्धांत को थोदेवे ये तुम अधिकार तुम कर्मटा कर तार शुभ आसनटा से किसी कृपा पाइला भगवान कृपा पाइब साधुगुरु संग कर किसी कृपा पाई तार शुभ आसनटा शक्ति संपन्न आचार्य महले सब काम करें से कृष्ण रूप शिक्षा ये रूप शिक्षा आरंभ हो लिखिले कवि कर्णपुर शिवानंद पुत्र से महाप्रभुर करुणा पाई से लिखिले कालेन वृंदावन कलिवर्ता लुप्तेति ख्यापयतु विशिष्य कृपामृतेनाभिशिषे च देवस्तत्रैव उपच सनातनञ्च कवि कर्णपुर चैतन्य चंद्रदेव नाटक रचना करिछन जे वृंदावन केली वार्ता वृंदावन जो मधुर वार्ता ये लुप्त हो जाते ख्यापयतु विशिष्य ताको पुनः स्थापन करने कृपा मृतेन अभिशिष्यति अभिषेक जिन आम करुचे महाप्रभु जो कृपा कहना शक्ति संचार कले कृपा द्वारा ताको अभिषिक्त कले रूप गोस्वामी 2 जन को रूप और सनातन रूप शिक्षा सनातन शिक्षा करके वृंदावन पूर्व वार्ता को से महाप्रभु प्रकट कले द्वारा ये रूप गोस्वामी स्वरूप तापर वर्णना कले कृष्णदास कविराज गोस्वामी आप आज भी गले रूप गोस्वामी समाधि भजन कुटीर में समाधि लिखाई थे प्रिय स्वरूपे दयित स्वरूपे प्रेम स्वरूपे सहजाधि रूपे निजान रूपे प्रभु एक रूपे प्रतान रूपे सविनाश रूपे ये जानती पढ़ी बेसी देखिए बेंगल लिखा है रूप गोस्वामी किए या स्वतंत्र विश्वनाथ चतुर्थ ठाकुर टीका रचना के कवि कर्णपुर जो रचना कले रूप गोस्वामी विषय विश्वनाथ चतुर्थ ठाकुर या टीका रचना कले गौड़ीय वैष्णव माने आचार्य परंपरा जो शक्तिशाली आचार्य केते गुरुत्व दूसरे विचार करो कवि कर्णपुर ये पद एत भल लगे चक्री बाबू से टीका लिखी कौन लिखले प्रभु श्री चैतन्य देव रूपे रूप गोस्वामीनम प्रेम ततान विस्तारितवान श्री चैतन्य देव चैतन्य महाप्रभु को रूपे रूप गोस्वामी प्रेम ततान ये अच्छी ना ततान रूपे विलास रूपे विस्तारित कथम भूतम रूपे कि भाई चैतन्य महाप्रभु रूप गोस्वामी रूपे
स्वरूपे रूप गोस्वामी सब गुण स्वरूप दामोदर अति प्रिय होती रूप गोस्वामी स्वरूप गोस्वामी की स्वरूप दामोदर किए कि स्वरूप दामोदर ललिता सखी ना आ ललिता सखी प्रिय है से कमी ललिता सखी भितर मंजरी रूप मंजरी श्रेष्ठ मंजरी भितर से लिखिले प्रिय स्वरूपे स्वरूप गोस्वामी प्रियजस्य विश्वनाथ ठाकुर यहाँ टीका रचना कर द्वैत रूपे आत्मा प्रिय रूपे महाप्रभु स्वयं आत्मा भरी थे रूप गोस्वामी प्रेम स्वरूपे प्रेम मूर्ते सतानी सत्शक्ति विस्तारितवान प्रेम स्वरूप महाप्रभु जो प्रेम स्वरूप रूप गोस्वामी से प्रेम स्वरूप प्रेम को प्रचार कर सहजाभिरूपे स्वाभाविकम अभिरूपम मनोज्ञ रूपम जस्य तस्मिन् ये रूप गोस्वामी रूप वर्णना दिया रूप गोस्वामी कि चैतन्य महाप्रभु परम प्रभुपाद कौन लिखी समान जिनिस आज मुझे पढ़ुली रिप्लिका महाप्रभु एक्सट्राटिक लव जो पूर्व गला प्रेम स्वरूप सजाति रूपे सेम फीचर प्रभुपाद इंग्लिश ट्रांसलेट कर महाप्रभु रूप जो रूप गोस्वामी रूप से निजान रूपे स्वरूपे सुस्मात अभिन्न रूपे रूप गोस्वामी महाप्रभु अभिन्न रूप प्रभुरेक रूपे निज सदृश रूपम मुख्य रूपम महाप्रभु जिते विस्तार पंचतत्व रूप है सुधा मुख्य रूप रूप विलास रूपे स्वस्य कृष्णस्य विलास निरूपयति निजे रूप गोस्वामी रूप कृष्ण लीला विस्तार ये रूप शिक्षा जब आप पढ़े रूप शिक्षा श्लोक आयु श्लोक श्लोक बेस कहे ना एति देखी सारा विश्वनाथ चक्रवर्ती टीका आरंभ कले बर्तमान दुईटी सिद्धांत उठिला दुईटी सिद्धांत भितर महाप्रभु नमो श्री स्वरूप आनंद राय प्रभुतयो बहव अंतरंग भक्त सन्ति केवल श्रीरूपे शक्ति संचार कथम चेत प्रश्न आसब महाप्रभुंर पाखे स्वरूप थिले स्वरूप दामोदर थिले राधानंद थिले आ बहु अंतरंग भक्त थिले से कहीं स्वरूप रूप गोस्वामी को कहीं शक्ति संचार कले ये कहते तत्रैव समाधानीय विश्वनाथ चक्रवर्ती को समाधान दे ये आचार्य मैंने सिद्धांत कि रखी आम कहीं आम जो जा ब्रज को जा वृंदावन को जा रूप गोस्वामी निकट में महाप्रभु देखिए आसवा प्रार्थना करके स्वरूप केमी जानते प्रार्थना करेंगे ये स्वरूप जथा पूर्णमासी नंदीमुखी वृंदावय श्री राधिकाया गौरवस्थानिया जो नंदीमुखी पूर्णमासी वृंदा राधिका गौरवस्थानी राधाराणी सब कथा खोली कही पारते ना ये कहते ज्येष्ठा कल्पा ललिता विशाखा दय राधा ललिता विशाखा बड़ नित्य बयस ना ललिता राधाराणी बयस हूँ 14 वर्ष 2 मास 14 दिन ये नित्य बयस ललिता बयस हूँ 14 वर्ष 2 मास 14 दिन विशाखा बयस राधाराणी तो गोटे दिन अधिक 14 वर्ष 2 मास 15 दिन चतुर्थ सिद्धांत कहते बहु अंतरंग भक्त थाऊ थाऊ कहीं रूप गोस्वामी कृपा कले शक्ति संचार कले कहीं कले ना स्वरूप कहीं कले ना राधानंद कहीं कले ना से तो अंतरंग अधिदात जो कहीं कले ना प्रमाण देखते राधाराणी नांदीमुखी पूर्णमासी वृंदादेवी निकट में ललिता विशाखा निकट में भी ये कहते ज्येष्ठा निकट में गौरव रखी कौन कथा खोली कही पारते ना तासाम विषय केवलम रहस्य उद्घाटन श्री राधा संकोच व्यवहार न तो श्री रूपमंजरी एवं विषय से रहस्य उद्घाटन करेंगे निकट में किसी से गौरवस्थानिया किंतु रूपमंजरी निकट में से सब खोली कही दिया राधाराणी सेवका से
ଏଠି କହୁଛନ୍ତି ତଥା ଶ୍ରୀ ଅଦ୍ୱୈତ ଶ୍ରୀବାସ ଆନନ୍ଦ ସ୍ୱରୂପାଦୟ ଶ୍ରୀ ମହାପ୍ରଭୁ ଗୌରବସ୍ଥାନୀୟ ଏବଂ ମହାପ୍ରଭୁ ଗୌରବସ୍ଥାନ ଦିଅନ୍ତି। ଏତେଷୁ ବିଷୟସୁ କେବଳ ରହସ୍ୟ ଉଦ୍ଘାଟନ ସିଦ୍ଧାନ୍ତ ଶାସ୍ତ୍ର ପ୍ରବର୍ତ୍ତନ ଚକ୍ରପାତ ଲେଖିଲେ। ଏମାନେ ଯେତେବେଳେ ମହାପ୍ରଭୁ କଥାବାର୍ତ୍ତା ହେବେ କେବଳ ସିଦ୍ଧାନ୍ତ ଶାସ୍ତ୍ର ବିଷୟ, ରହସ୍ୟ କଥା କିଛି କହିବେ କେମିତି ସେମାନେ ପଚରା ଲେଖିଛନ୍ତି ଆପଣ ବିଚାର କରନ୍ତୁ। ରାମାନନ୍ଦ ସହିତ ଅଦ୍ୱୈତାଚାର୍ଯ୍ୟଙ୍କ ସହିତ ଯେତେବେଳେ ମହାପ୍ରଭୁ କଥାବାର୍ତ୍ତା ହେବେ ସେଠି ରହସ୍ୟ ଉଦ୍ଘାଟନ କିଛି କରିବେନି, କେବଳ କୋଉ ରହସ୍ୟ ଉଦ୍ଘାଟନ କରିବେ ନା ସିଦ୍ଧାନ୍ତ ଶାସ୍ତ୍ର। ଶ୍ରୀ ମହାପ୍ରଭୁ ସଙ୍କୋଚ ବ୍ୟବହାର ନ ତୁ ଶ୍ରୀ ରୂପ ଗୋସ୍ୱାମୀ ବିଷୟ ସଙ୍କୋଚ, ରୂପ ଗୋସ୍ୱାମୀ ପାଖରେ ସଙ୍କୋଚ କରନ୍ତି ସେ ସାନ ଶିଷ୍ୟ ଆପଣ ପୂର୍ବରୁ ରୂପ ମଞ୍ଜରୀ ଇଏ ତ ରାଧା ଭାବ। ବର୍ତ୍ତମାନ ପୁଣି ଗୋଟେ ପ୍ରଶ୍ନ ଉଠେଇଲା, ଆଚ୍ଛା ଏ ତ ଗୋଟେ ସିଦ୍ଧାନ୍ତ ବିରୁଦ୍ଧ କାମ ହେଇଗଲା। ଯଦି କେହି ପ୍ରଶ୍ନ କରିବେ ଅତଏବ ନିସଙ୍କୋଚ ସ୍ଥାନେ ଶ୍ରୀ ରୂପେ ଶକ୍ତି ସଞ୍ଚାର, ଏମାନେ କେହି ନଥିଲେ ଦସ୍ୱସ୍ୱମେଧ ଭାଗରେ ମହାପ୍ରଭୁ ଶକ୍ତି ସଞ୍ଚାର ରୂପକୁ ଗଲେ। ବର୍ତ୍ତମାନ ସେ ପ୍ରଶ୍ନ ଉଠୁଛନ୍ତି ନନୁ ଭବତୁ ନାମ ନିସଙ୍କୋଚ ସ୍ଥାନ ଶକ୍ତି ସଞ୍ଚାର କିନ୍ତୁ ଆଧୁନିକ ଦୋଷାୟ କର୍ପଟେ। ଏମାନେ ଆଗେ ସବୁ ଦୀକ୍ଷା ନେଇଛନ୍ତି, ଏମାନେ ମହାପ୍ରଭୁଙ୍କ ପ୍ରିୟ ପାର୍ଷଦ ପ୍ରେମ ପାର୍ଷଦ, ଏମାନେ ଥାଉ ଥାଉ ଇଏ ଆଧୁନିକ ଆସୁ ଆସୁ କଣ ତାକୁ ଶକ୍ତି ସଞ୍ଚାର କଲେ। এই প্রশ্ন পচার রূপ সনাতন পরে না অদ্বৈতাচার্য রায়রামানন্দ সুরদামোদর এমানଙ୍କର বিশেষ করে অদ্বৈতাচার্য শিবাস পণ্ডিତ ଅଛନ୍ତି ନବୀନ ତ ପଛରେ ଭକ୍ତ ଥିଲେ, ତାଙ୍କୁ ଶକ୍ତି ସଞ୍ଚାର ନ କରି ନବୀନ ଭକ୍ତ କେମିତି ଶକ୍ତି ସଞ୍ଚାର କଲେ ଦେଖି ପ୍ରଶ୍ନ କରନ୍ତି। ଏଠି କହୁଛନ୍ତି ସମାଧାନ ଦଉଛନ୍ତି କିନ୍ତୁ ଆଧୁନିକବାଦ ଦୋଷାୟ କଳ୍ପତେ ଇତି ଚେତ୍ ଅତ୍ର ଏବ ସମାଧାନିୟମ। ମୁଁ ସମାଧାନ ଦଉଛି ଚକ୍ରବର୍ତ୍ତୀ କହୁଛନ୍ତି, ମୁଁ ଏଇଠି ସମାଧାନ ଦେଇଦଉଛି। କଣ ସମାଧାନ ଆପଣ ଦେବେ ଏଠି କହୁଛନ୍ତି ଏତଦୋ ପ୍ରାଚୀନ ନିଜ ଭକ୍ତ ଏବ ଇତି ଶ୍ରୀ ଚୈତନ୍ୟ ଚରିତାମୃତ ଶ୍ରୀ ମହାପ୍ରଭୁ ବାକ୍ୟମ। ଇଏ ଦୁଇ ଜଣ ପ୍ରାଚୀନ ଭକ୍ତ, ନବୀନ ସିନା ଯାହା କହନ୍ତି ଆଗତ ଭକ୍ତ କିନ୍ତୁ ପ୍ରାଚୀନ ପ୍ରମାଣ ଏଠି ପୁରାଣ ଦଉଛନ୍ତି। ଶ୍ରୀ ମହାପ୍ରଭୁ ବାକ୍ୟମ ତଥା ଦୋ ଭାତର ମମ ପ୍ରାଣ ସମ ତୟୋ ଦୈନ୍ୟେନ ହୃଦୟ ବେଦନାମ ଭବତି ଇତି ଆଧୁନିକବତ୍ ଦୋଷାୟ ଅଦମ୍ୟ। ଯେ ଶୁଣିବ ସେ ଆଧୁନିକ ବତ୍ ଦୋଷ ଲାଗୁଛି। ହଁ ଏବେ ଆସିଲେ ରୂପ ସନାତନ କଣ ଆସିକି ଆଜି ହୁସେନ ସାଙ୍ଗ ଦରବାର ଛାଡ଼ିଲେ କାଲି ମହାପ୍ରଭୁ ତାଙ୍କୁ ଶକ୍ତି ସଞ୍ଚାର କରିଦେଲେ, ତା ଆଧୁନିକ ବତ୍ ନ ତ ଆଧୁନିକ କହିଲେ। କାହିଁକି ନା ମହାପ୍ରଭୁ କହିଛନ୍ତି ଚୈତନ୍ୟ ଚରିତାମୃତରେ ଦୋ ଭାତର ମମ ପ୍ରାଣ ସମ। କେଉଁଠି କହିଲେ ସନାତନ ଚରିତାରେ ଆମେ ଯେତେବେଳେ ଦୁଇ ଅନ୍ତ ଦନ୍ତରେ ଗୁଚ୍ଛ ଦୁଇ ଗୁଚ୍ଛ ତୃଣ ଧରିକି ମହାପ୍ରଭୁଙ୍କ ପାଦ ତଳେ ପଡ଼ି କହୁଛନ୍ତି ଜଗାଏ ମାଦାଏ ହଇତେ କୋଟି କୋଟି ଗୁଣ ଅଧମ ପତିତ ଆମେ ଦୁଇ ଜଣ ସେ ପ୍ରାର୍ଥନା କରୁଛନ୍ତି। ସେତେବେଳେ ମହାପ୍ରଭୁ ତାଙ୍କୁ କହିଛନ୍ତି ତୁମେ ମୋର ପୁରାତନ ଦାସ, ସେଇଟାକୁ ଚକ୍ରଧର ଉଦ୍ଧାନ କରୁଛି। ଶୁନି ମହାପ୍ରଭୁ କହେ ସନାତନଙ୍କ ପାଖରେ ସନାତନଙ୍କ ପ୍ରସଙ୍ଗରେ ଆମେ ଶୁଣିଥିଲେ ଗୋବଦ୍ଧ ଯୋଉମାନେ କରୁଛନ୍ତି ଯୋଉମାନେ ବେଦଦ୍ରୋହୀ ତାଙ୍କ ସଙ୍ଗରେ ସଙ୍ଗମ ଆମର ରୂପ ସନାତନ ଦୁଇ ଜଣ ଦୁଇ ଗୁଚ୍ଛ ତୃଣ ଧରି ମହାପ୍ରଭୁଙ୍କ ପାଖରେ କାନ୍ଦି କାନ୍ଦି ପାଦ ତଳେ ପଡୁଛନ୍ତି। ସେଠି ମହାପ୍ରଭୁ କହିଦେଲେ ଶୁନି ମହାପ୍ରଭୁ କହେ ଶୁଣ ନବୀନ ଖାସ ସନାତନ କହୁଛନ୍ତି ତୁମେ ଦୁଇ ଭାଇ ମୋର ପୁରାତନ ଦାସ। ଚକ୍ରବର୍ତ୍ତୀ ସେଟାକୁ ଉଦ୍ଧାର କଲେ। ମହାପ୍ରଭୁ କହିଛନ୍ତି ମୋ ପ୍ରାଣ ସମ ଦୋ ଭାତରୁ ମୋ ପ୍ରାଣ ସମ
तैव दैन्येन हृदय वेदना भवती तुम दैन्य मोर हृदय वेदना होती श्लोक दैन्य छाड़ा तुम्हारे दैन्य फाटे मोर मुह तेणु रूप गोस्वामी आधुनिक हेले महाप्रभु शक्ति संचार कले कारण से जन्मे जन्म तो महाप्रभु नित्य पार्श्व तो से कहे प्रिय स्वरूपे दरित स्वरूपे प्रेम स्वरूपे सहजाभिरूपे निजानुरूपे प्रभु एक रूपे तथानुरूपे सविलास रूपे महाप्रभुंर रूप स्वरूपंर प्रिय जे महाप्रभुंर एकमात्र मुख्य जे महाप्रभुंर प्रेम को निजे प्रकाश कर महाप्रभु रूप ही प्रकाशित होती रूप महाप्रभुंर प्रेम को विस्तार कले शिवानंद सेन पुत्र कवि करुणापुर गोस्वामी एटा रचना कले एटा रूप शिक्षा आसुच्चंदी एति कही सारा महाप्रभु जो शक्ति संचार कले प्रमाण गुरुंकर शक्ति महत्तर शक्ति तुम अंतर रही प्रमाण कौन सांगे साथ प्रमाण थी चैतन्य चरितम तो एभली रचना होभली भागवतम टीका रचना है अति जहाँ वैज्ञानिक भित्तिक क्रम रचना चैतन्य चरितम से रचना है एति कही सारी कारण गोविंद तो रचना कर ना एति कही सारा एटी कहते माता करना पूरा रचना कर रूप गोस्वामी सनातन गोस्वामी महाप्रभु किभली कृपा कर शक्ति संचार कर महाप्रभु पठेले रूप सनातन शक्ति संचार लक्षण टा कौन सांगे सांगे कृष्ण कहीदे रूप शिक्षा कृपा जहाँ निकट काम कर शुणुल ना जस्या प्रसन्न भयान मैत्रादि गुणे हरि तस्या रमन्ति भूतानि स्वयं निम्नापारिव स्वयं जस्य प्रसन्न भगवान जहां अंतर करुणा प्रभुंर करुणा शक्ति साधु माध्यम आसी जहां अंतर को तस्य नमंती भूतानि समस्त जीव प्रिय समस्त प्रणाम करेंगे समस्त आदर करेंगे समस्त प्रिय करेंगे जो जड़ स्वाभाविक तल को पड़ो ठीक से रूप सनातन को महाप्रभु शक्ति संचार कर वृंदावन को पठे प्रमाण कौन महाप्रभु शक्ति अंतर भितर प्राणाधान रही कार्य कर प्रमाण कौन प्रमाण कहीदे महाप्रभुर महाप्रभुर प्रमाण कौन ये सिद्धांत आम भगवान साधुगुरुंर करुणा केते पार्श्व आम निजे जानी केम जाना केते वैष्णव आमको स्वीकार कर वैष्णव
କରୁଛନ୍ତି, କେତେ ବୈଷ୍ଣବ ଆମକୁ ଅଙ୍ଗୀକାର କରୁଛନ୍ତି ସେଟା ଜଣାଯିବ। ମୋ ଗୁରୁଦେବ ଏତିକି ପ୍ରସନ୍ନ ଅଛନ୍ତି। ଲକ୍ଷ ଲକ୍ଷ କର୍ମୀ ତାଳି ମାରି ପାରନ୍ତି, ଲକ୍ଷ ଲକ୍ଷ କର୍ମୀ ଆମକୁ ଜ୍ଞାନୀ ବୋଲି କହିପାରନ୍ତି, କିନ୍ତୁ ଯେତେ ଜଣେ ପତିତ ବୈଷ୍ଣବ ହେଲେ ତା ଅନ୍ତରରେ ତ କୃଷ୍ଣ ଅଛନ୍ତି, ଗୌର ନିତ୍ୟାନନ୍ଦ ଅଛନ୍ତି। ସେ ତ ହରେ କୃଷ୍ଣ ମାଳା ଜପ କରୁଛି ନା। ଯସ୍ୟ ପ୍ରସନ୍ନ ଭଗବାନ ମୈତ୍ରାଦି ଗୁଣ ହରି, ପ୍ରଭୁ ଯାହା ଉପରେ ପ୍ରସନ୍ନ ହେଇଯିବେ, ମୈତ୍ରାଦି ଗୁଣ ଦ୍ୱାରା ହରି ପ୍ରସନ୍ନ ହେଇଯିବେ, ତସ୍ୟ ନମନ୍ତି ଭୂତାନି। ଶତ୍ରୁ ସୁରୁଚି ଆଦି ଧ୍ରୁବଙ୍କୁ ଆଲିଙ୍ଗନ କରିକି ଆଜି କହୁଛନ୍ତି ଚିରଜୀବୀ, ଚିରଞ୍ଜୀବୀ ହବ। ଆଉ ବୈଷ୍ଣବ ତ ଆମର ଶତ୍ରୁ ନୁହନ୍ତି ନା। ଯେତେ ବୈଷ୍ଣବରେ ଆମକୁ ଆମର ନିଜର ହେଇଛନ୍ତି, ଆଦୃତ କରୁଛନ୍ତି, ଆମକୁ ନିଜର ପ୍ରିୟ ବୋଲି ଭାବୁଛନ୍ତି। ଆମର ଗୁରୁଦେବଙ୍କର, ମହାପ୍ରଭୁଙ୍କର, ବୈଷ୍ଣବମାନଙ୍କର କରୁଣା ଆମେ ସେତିକି ପ୍ରାପ୍ତି ବୁଝିବାକୁ ପଡିବ। ଏଇଠି କହୁଛନ୍ତି ଯେ ଯାହା ଲେଖିଲେ କର୍ଣ୍ଣପୁର ମହାପ୍ରଭୁଙ୍କର କୃପାଟାକୁ ପାଇଛନ୍ତି ରୂପ ସନାତନ। କିଭଳି ପ୍ରମାଣ ଏଠି କହୁଛନ୍ତି, ମହାପ୍ରଭୁର ଯତ ବଡ ବଡ ଭକ୍ତ ମାତ୍ର ରୂପ ସନାତନ ସବାର କୃପା ଗୌରବର ପାତ୍ର। ଯେତେ ବଡ ଭକ୍ତମାନେ ଥିଲେ ସମସ୍ତେ ରୂପ ସନାତନକୁ କୃପା କରନ୍ତି। ଦାମୋଦର, ସୁଦାମୋଦର, ରାୟ ରାମାନନ୍ଦ, ଅଦ୍ୱୈତ ଆଚାର୍ଯ୍ୟ, ଶ୍ରୀବାସ ପଣ୍ଡିତ ସମସ୍ତେ କୃପା କରନ୍ତି। ଆଉ ଗୌରବର ପାତ୍ର ଏଠି କହୁଛନ୍ତି ପ୍ରବୀଣ ଭକ୍ତମାନେ କୃପା କରନ୍ତି, ଆଉ ନବୀନ ଭକ୍ତମାନେ ଗୌରବ ଦିଅନ୍ତି। ରୂପ ସନାତନ ପ୍ରମାଣ ଯେ ଉଭୟ ପ୍ରବୀଣ ମାନେ କୃପା କରନ୍ତି, ନବୀନ ମାନେ ଗୌରବ ଦିଅନ୍ତି। ପ୍ରମାଣ ନା ପ୍ରମାଣ ହଉଛି କେହ ଯଦି ଦେଶେ ଯାଏ ଦେଖି ବୃନ୍ଦାବନ, ତାର ପ୍ରଶ୍ନ କରେ ପ୍ରଭୁ ପାରିଷଦ ଗଣ। କାରଣ ସବୁବେଳେ ତ ଗୌଡୀୟ ମାନେ ସବୁବେଳେ ଯାଆନ୍ତି ବୃନ୍ଦାବନକୁ। ଯଦି କେହି ଆସିବେ ବୃନ୍ଦାବନ ତାଙ୍କୁ ପଚାରିବେ ସମସ୍ତେ ମିଶି ବୈଷ୍ଣବ କାହା ବିଷୟ ନା ରୂପ ସନାତନଙ୍କ ବିଷୟ। କାରଣ ଯେ ହୁସେନ ଶାହଙ୍କ ଦରବାରରେ ଏଭଳି ବିଷୟକୁ ଭଞ୍ଜୁଥିଲେ, ମହାପ୍ରଭୁ ତାଙ୍କୁ ସ୍ୱତନ୍ତ୍ର ଶକ୍ତି ସଞ୍ଚାର କରି ପଠେଇଛନ୍ତି। ସେମାନେ କିଭଳି ଭଜନ କରୁଛନ୍ତି ଏଇ ପ୍ରଶ୍ନ କରନ୍ତି, ଚାରୋଟି ପ୍ରଶ୍ନ କରନ୍ତି ସେ ବୈଷ୍ଣବ ମାନେ ଯେ ବୃନ୍ଦାବନରୁ ଫେରନ୍ତି। କହ ତାହା କେଛେ ରହେ ପ୍ରବୀଣ ଭକ୍ତମାନଙ୍କର କୃପା, ନବୀନ ଭକ୍ତମାନଙ୍କର ଗୌରବର ପାତ୍ର ରୂପ ସନାତନ। ଯେ ମହାପ୍ରଭୁଙ୍କର କୃପା ଶକ୍ତି ସଂସାର ଯାହାଙ୍କ ଅନ୍ତର ରହିଛି, ତାଙ୍କ ପ୍ରତି ଏତେ ଆକର୍ଷିତ ହୁଅନ୍ତି ମହାପ୍ରଭୁଙ୍କର ମହନ୍ତ ଭକ୍ତମାନେ, ଯଦି କେହି ବୃନ୍ଦାବନ ଆସୁ ଘେରି ଯାଇ ପଚାରନ୍ତି, କଣ କଣ ପଚାରନ୍ତି? ରୂପ ସନାତନ ବିଷୟରେ ପଚାର। କହ ତାହା କେଇଛେ ରହେ ରୂପ ସନାତନ। ପ୍ରଶ୍ନ ମନେ ରଖିବେ, ଉତ୍ତର ଦେଇଛନ୍ତି। ରୂପ ସନାତନ କିଭଳି ରହୁଛନ୍ତି, କାହିଁକି ପ୍ରଶ୍ନ କରନ୍ତି? ନା ଯାହାଙ୍କର ସ୍ୱତନ୍ତ୍ର ନିବାସ ହୁସେନ ଶାହ କରିଦେଇଥିଲେ, ଯେ ଅତୁଳ ସମ୍ପତ୍ତିର ଅଧିକାରୀ ଥିଲେ, ଯାହାଙ୍କର ସେବକ ଆଜ୍ଞା ଦିନ ସେବକ ମାନେ ତାକୁ କର ଯୋଡିକି ଦଣ୍ଡାୟମାନ ହେଇଥିଲେ, ସେ ବ୍ରଜରେ କେମିତି ରହୁଥିଲେ? ତ ନିଘୋର ଅରଣ୍ୟ ଯେଉଁଠି ହିଂସ୍ର ଜନ୍ତୁ ମାନେ ରହୁଛନ୍ତି, ସେ ପଚାରନ୍ତି କାହା ରହେ, କେଇଛେ ରହେ ରୂପ ସନାତନ। କଣ ଗୃହ ବନେଇକି ରହିଛନ୍ତି କି? ଏତେ ବଡ ବୈରାଗ୍ୟକୁ ତ୍ୟାଗ କରି କେମିତି ରହୁଛନ୍ତି? ଏ ଗୋଟିଏ ପ୍ରଶ୍ନ। ଦ୍ୱିତୀୟ ପ୍ରଶ୍ନ, କେଇଛେ ରହେ ବୈରାଗ୍ୟ, କେଇଛେ ବା ଭୋଜନ, ତିନିଟା ଜିନିଷ ପଚାରୁଛନ୍ତି। ଏତେ ବଡ ବିପୁଳ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେବା ପରେ କାହାର ଅନ୍ତର କଣ ଏତେ ଶୀଘ୍ର ତାଙ୍କ ବୈରାଗ୍ୟ କେମିତି ଆସିଲା? ତା
কিভাবে বৈরাগ্য জীবন যাপন করছেন শুনিয়া চান। এবং তৃতীয় কଣ ভোজন କରନ୍ତି ସମସ୍ତ ବୈଷ୍ଣବ ମାନେ ଘିରି ଯାଇକି ସେ ବୃନ୍ଦାବନ ଆସିଥିବା ବୈଷ୍ଣବକୁ ପଚାରନ୍ତି କେଉଁଠି ଲୋକ ବାସ କରୁଛନ୍ତି, ସନାତନ କେଉଁଠି ବାସ କରୁଛନ୍ତି, କଣ ଭୋଜନ କରୁଛନ୍ତି, ଆଉ ରହୁଛନ୍ତି କେଉଁଠି। ଆଉ କଣ କହୁଛନ୍ତି, କେଇଛେ ଅଷ୍ଟ ପ୍ରହର କରେ ଶ୍ରୀକୃଷ୍ଣ ଭଜନ। ଯିଏ ଅଷ୍ଟ ପ୍ରହର ହୁସେନ ଖାନଙ୍କର ଆଜ୍ଞା ପାଳନ କରୁଥିଲେ ସେ ଆଜି କିଭଳି ଭଜନ କରୁଛନ୍ତି ଟିକେ କହିଲ ଆମକୁ। ପ୍ରାଣପ୍ରିୟ ସମ୍ବାଦ କଣ ଶକ୍ତି ସଞ୍ଚାର ମହାପ୍ରଭୁ କରିଛନ୍ତି ଶୁଣିବା ପାଇଁ ଚାଁ। ଯାହାକୁ ଯାଉଁ ଯାଉଁ ରୂପଙ୍କୁ ଉପାସନା କରନ୍ତି ଆଜି ଗ୍ରହତ୍ୟାଗ କଲେ କାଳେ କରୋନା ହେଇଗଲା, ସେ କିଭଳି ଜୀବନ ଯାପନ କରୁଛନ୍ତି। ଏଠି କହୁଛନ୍ତି ନା କେଇଛେ ଅଷ୍ଟ ପ୍ରହର କରେ ଶ୍ରୀକୃଷ୍ଣ ଭଜନ ତବେ ପ୍ରଶଂସିଆ କହେ ସେଇ ଭକ୍ତଗଣ। ଭକ୍ତମାନେ ପ୍ରଶଂସା ଭୁରି ଭୁରି ପ୍ରଶଂସା କରି ସନାତନ କଥାକୁ କୁହନ୍ତି। ଏ ପ୍ରଶ୍ନର ଉତ୍ତର ଦିଅନ୍ତି। ପ୍ରଥମ ପ୍ରଶ୍ନର କଣ ଉତ୍ତର ଦଉଛନ୍ତି, କେଉଁଠି ରୁହନ୍ତି। ଅନିକେତନ ଦୋହେ ରୁହେ ପ୍ରଶଂସା କରିକି ଯେ ହୁସେନ ଖାନଙ୍କ ଦରବାର ହୁସେନ ଖାନ ଯାହାଙ୍କ ପାଇଁ ରାଜକୋଷକୁ ଉନ୍ମୁକ୍ତ କରିଦେଇଥିଲେ। ସନାତନ କହିଲେ ନା, ସନାତନ ତୁମେ ଛଳ କରି କାହିଁକି ଯାଉନ, ରାଜକୋଷ ତୁମ ପାଇଁ ମୁଁ ଉନ୍ମୁକ୍ତ କରିଦେଲି, ଯେତେ ଧନ ଦରକାର ତୁମେ ଆଣ, କିନ୍ତୁ ତୁମେ ମୋର ପ୍ରଧାନମନ୍ତ୍ରୀ ପଦ ଛାଡ଼ ନା। ଯାହାଙ୍କୁ ପ୍ରାଣପ୍ରିୟ କରିଥିଲେ ସେ ଆଜି କେମିତି ରହୁଛନ୍ତି ଏଠି କହୁଛନ୍ତି। ଅନିକେତନ, ନିକେତନ କଣ କି ଗୃହ, ଗୃହରେ ମଣିଷ ରହେ। କିନ୍ତୁ ତ୍ୟକ୍ତା ତୋର୍ଣ୍ଣମ ଅଶେଷ ମଣ୍ଡଳପତି, ଅଶେଷ ମଣ୍ଡଳପତି ଥିଲେ। ପ୍ରତିଦିନ ଦେଖିଲେ ମହାପ୍ରଭୁପାଦ କେମିତି ଗାଇଛନ୍ତି ଷଡ଼ରୁ ସମଷ୍ଟକ ମନ୍ଦିରୁ କଣ୍ଠଟା ଶୁଣିଲେ ରଜା ଘର ଛୁଆ ପ୍ରକୃତ ଏ ଅନିକେତନ, ନିକେତନ ନାହିଁ, ଗୃହ ନାହିଁ। ଗୃହ ନା ରହୁଛନ୍ତି କେଉଁଠି, ଅନିକେତନ ଦୁହେଁ ରହେ ଯତ ବୃକ୍ଷଗଣ। ବୃନ୍ଦାବନ ଯେତେ ବୃକ୍ଷ ସବୁ ବୃକ୍ଷ ତାଙ୍କର ଗୃହ, ବୃକ୍ଷ ମୂଳରେ ରୁହ। ପ୍ରଶ୍ନ ଆସିବ, ଘର୍ମ ହଉଥିବ, ଖରା ହଉଥିବ, ବର୍ଷା ହଉଥିବ, ଶୀତ ହଉଥିବ। ହଁ ହୁଏ, ବର୍ଷା ଦିନେ ବି ଘର ମନ୍ଦିର ନା, ତେଣୁ ରୂପ ସନାତନଙ୍କ ପାଇଁ ସେ ବୃକ୍ଷ କଳ୍ପ ବୃକ୍ଷ ହେଇଯାନ୍ତି। ଯେ ମହାପ୍ରଭୁ ଯାହାକୁ ଶକ୍ତି ସଞ୍ଚାର କରି ଦେଇଛନ୍ତି, ଆଉ ବୃନ୍ଦାବନରେ ତାର ସ୍ୱରୂପ ହଉଛି କଳ୍ପମୟ ଚିନ୍ତାମୟ ମଣିଭୂମି, କଳ୍ପମୟ ବୃକ୍ଷ। ଚର୍ମ ଚକ୍ଷୁ ଦେଖେ ତାର ପ୍ରପଞ୍ଚର ସମ। ଆମେ ଯାଉଛୁ ପ୍ରପଞ୍ଚର ଦେଖିକି ଆସୁଛୁ ନା, ଗଛ ଅଛି ଆଉ ମାଟି। ଚିନ୍ତାମଣିମୟ ଭୂମି ବୃକ୍ଷ, କଳ୍ପ ବୃକ୍ଷ ସମ, ଚର୍ମ ଚକ୍ଷୁ ଦେଖେ ତାରେ ପ୍ରପଞ୍ଚର ସମ। ବୃକ୍ଷ ସବୁ କଳ୍ପ ବୃକ୍ଷ। ଆଉ ଏ ମହାପ୍ରଭୁ ଶକ୍ତି ସଞ୍ଚାର କରିଛନ୍ତି, ଯୋଉ ବୃକ୍ଷ ମୂଳେ ରୁହନ୍ତି ସେ ବୃକ୍ଷ କଳ୍ପ ବୃକ୍ଷ ହେଇଯାଏ। ଘର କେଉଁଠି ରୁହନ୍ତି ପ୍ରଶ୍ନର ଉତ୍ତର ଦେଲେ, କେଇଛେ ରହେ, ତାହା କେଇଛେ ରହେ ରୂପ ସନାତନ। ଦ୍ୱିତୀୟ ପ୍ରଶ୍ନ କହୁଛନ୍ତି କେଇଛେ ତାର ବୈରାଗ୍ୟ, କେଇଛେ ବା ଭୋଜନ। କିଭଳି ତାର ବୈରାଗ୍ୟ। ଆଉ ଗୋଟିଏ ବୃକ୍ଷ ମୂଳରେ ରହୁଥିଲେ କେତେ ଦିନ, ଏକ ରାତ୍ରି ତଳେ ଏକ ରାତ୍ରି ଶୟନ। ଗୋଟିଏ ବୃକ୍ଷ ତଳେ ଗୋଟିଏ ରାତ୍ରି ଶୟନ, ଦ୍ୱିତୀୟ ରାତ୍ରି ଶୟନ କରୁଥିଲା। କାହିଁକି ନା ଏଇ ବୃକ୍ଷ ତଳେ ରହିଲେ କାଲି ଏଇ ବୃକ୍ଷ ତଳେ ରହି ଯେତିକି ମୁଁ ସୁଖ ପାଇଛି, ଆଜି ସେଇ ସୁଖ କଥା ଚିନ୍ତା ପଡିବ କି ନାହିଁ। ମୋର ଆସକ୍ତି ଆସିଲା, ଆସକ୍ତି କେବଳ କୃଷ୍ଣଙ୍କ ପ୍ରତି ରହିବ ନା। ବୃନ୍ଦାବନ ଭୂମି ପ୍ରତି କଣ ଆସକ୍ତିଟା, ବୃନ୍ଦାବନ ବୃକ୍ଷ ପ୍ରତି ଆସକ୍ତିରେ କଣ ମାୟା ଅଛି। ଯିଏ ଗୃହ କରିନଥିଲେ କିନ୍ତୁ ବୃକ୍ଷ ପ୍ରତି ଆସକ୍ତି କରୁନଥିଲେ, ସେ ବୃକ୍ଷ ଯୋଉଠି କଳ୍ପ ବୃକ୍ଷ ତାଙ୍କ ପାଇଁ ହଉଛି। ଯେଉଁ ଭୂମି ଚିନ୍ତାମୟ ଭୂମି, କିନ୍ତୁ ଗୋଟିଏ ବୃକ୍ଷ ମୂଳରେ ଗୋଟିଏ ରାତି ରହୁଥିଲେ। କାହିଁକି ଆମ ଭଳି ହତଭାଗା ଏ ରୂପାଣୁଗ ସାଧକ ମାନଙ୍କ ପାଇଁ ସବୁ ଶିକ୍ଷା ଦେବା ପାଇଁ।
जड़े वैराग्य कहले ना शुणुले ना चक्रवर्ती टीका क्वापि ममता न कर्तव्यम ममता गुणबुद्ध्या क्वापि ममता न कर्तव्यम इति भरत शिक्षा शिक्षणीय भरत आसन यह शिक्षा करेंगे गुण दृष्टि कौन वस्तु प्रति ममता रखिए ना यहाँ मत साहय करुच्ची कौन साहय कर कौन वस्तु जगत को साहय कर गुरुकृष्ण छड़ा आम कई बंधु ना ये सरल साहय करना साहय कर किसी गुणबुद्धि करना जो गुणबुद्धि आस ममतार पड़े रूप सनातन कल्पमय वृक्ष कल्प वृक्ष चिंतामणि भूमिजी भी आसक्ति नथिले गोटे गोटे वृक्ष मूल गोटे गोटे राति शुते द्वितीय प्रश्न थे वैराग्य किभली भोजन वैराग्य विप्रगृहे स्थूलभिज्ञा कहले वैराग्य विषय परपदर कह भोजन कौन करती महंत मैंने पचार ना वृंदावन केह जदि देश होते जाए वृंदावन तारे प्रश्न करे प्रभु पारिषदगण प्रश्न कर सनातन कौन भोजन कर दुग्ध दधि घृतरे जहां पात्र पूर्ण हो जाए आज भी आप जी ना भोर भोर एथर भोर भोर पहुंची गलु ट्रेन 3:30 पहुंचला आम टेम्पो रिजर्व कर पहुंची गलु 4:30 ब्रजभूमि भाई लगे रामखेड़ी खाली गाधी गोबर गाड़ी मैंने दांत सही सब गौड़ मैंने खेल दौथे सब गाड़ी ब्रजभूमि भाई खाली बासन रूप सनातन से रोते जहां पात्र भोजन पात्र दधिदुक्त भूतरे पूर्ण होता से कौन भोजन कर विप्रगृहे स्थूल भिक्षा ब्राह्मण यदि कई साधारण शूद्र लोक मैंने ब्रजर से साधु को डाक तो भोजन देवे ना ब्राह्मण मैंने यदि कई स्नेह धरल सनातन को रूपम को हाथ धरिकी टाणी ने आस आम घर टे भोजन कर क्यों दिन पेट पूरा स्थूल भोजन कर ना माधुकरी किसी रुटी नहीं आसवे ना अटा नहीं आसवे अंडा करी पानी रे गोले दी से अंगार पकई दी पकई भोजन लेखा चलती ना भोजन चलती शुष्क रुटी चना चबाए ब्रजर बेसी चना हुई चना को आने पानी रे पकई दे भोजन कले पेट पकड़े गौरकिश बसवाजी महाराज माधुकरी भी करते ना से रुटी किसी आने ना चाउल नहीं आस चाउल आने आ गंगा कूल मटी गात करदे चाउल पकईदे भोजन चलला चाउल बतरी गला पेट उदर पूर्ण भोजन 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 बहुत परिपूरक भाव अच्छी कौन कहती पेट पूरी पेट पूरा भोजन कर आनंद कौन हाँ आकंठ भोजन करी मुख्य बोल हरि हरि आकंठ भोजन के लिए कहीं मुखर हरि कही पारे ना आकंठ भोजन को तो पहले मुखर हरि कर भोजन भोजन बहुत परिपूरक अच्छी प्रमाण देले भक्ति में प्रभुपाद देले ना सिंपल लिविंग हाई थिंकिंग छोट कथा कहले कि सरल जीवन उच्च चिंताधारा किभली सन्यासी मान वैराग्य मान शिक्षा देले भक्ति में ठाकुर अनायासे
এই পদর মঝি পদ এর মন তো সন্ন্যাসী হওয়া ପାଇଁ ଚାହୁଁଛ କାହିଁ ସନ୍ନ୍ୟାସ ହେବା ପାଇଁ ଚାହୁଁଛ ଏଥିରେ କଣ ଅଛି ସନ୍ନ୍ୟାସୀ ବୈରାଗ୍ୟ ବିଧି ତା ଶେଷ ପଦରେ ଲେଖିଛନ୍ତି ଏସବୁ ଉପାଧି ମନ ତ କାହିଁ ସନ୍ନ୍ୟାସ ହେବା ପାଇଁ ଚାହୁଁଛୁ ଏ ସରଳ ଜୀବନ ଯାପନ କର ଏଠି କହୁଛନ୍ତି ଅନାୟାସେ ଯାହା ପାଏ ତାହା ତୁଷ୍ଟ ହ ଭାଇ ଅନାୟାସେ ଯଦୃଚ୍ଛାଳ ହବ ସନ୍ତୁଷ୍ଟ ଗୋସ୍ୱାମୀ ମାନେ ସେୟା ଶୁଷ୍କ ରୁଟି ଚାଣା ଚୋବାଏ ଭୋଗ ପରିହରେ ହୁସେନ ସାଙ୍କର ଯେ ମନ୍ତ୍ରୀ ତାଙ୍କର କଣ ଭୋଗ ଅଭାବ କି আকবর রাজা আকবর বা জানতি হুসেন শাহ গৌড়র রাজাଙ୍କର ଦୁଇ ମନ୍ତ୍ରୀ ପଳେଇ ଆସିଛନ୍ତି ସେ ତ ଆସିଥିଲେ ସେବା କରିବା ପାଇଁ ଶୁଣୁଥିଲେ ସନାତନ ଚରିତ୍ରରେ ସେ ଚାହିଁଥିଲେ ଭୋଗ ଅଭାବ ହେଇଥାନ୍ତା ଗୋସ୍ୱାମୀ ମାନେ ତୁଚ୍ଛ କରିଦେଇছে ଏଠି କହିଲେ ଅନାୟାସ ଯାହା ପାଏ ତାହେ ତୁଷ୍ଟ ହ ଭାଇ ଆରମ୍ଭରେ ନା କର ପ୍ରୟାସ ପୂର୍ଣ୍ଣ ବସ୍ତ୍ର ଯଦି ନାହିଁ କୌପିନି ପର ଭାଇ ପୂର୍ଣ୍ଣ ବସ୍ତ୍ର ନାହିଁ ବସ୍ତ୍ର ମିଳୁନି କାହାକୁ ବସ୍ତ୍ର ମିଳୁନି ଏଭଳି ସଂସ୍ଥା ପ୍ରଭୁପାତ କରୁଛନ୍ତି କାହାକୁ ବସ୍ତ୍ର ମିଳୁନି ପୂର୍ଣ୍ଣ ବସ୍ତ୍ର ତ ମିଳୁଛି ଆମକୁ ନା କହୁଛନ୍ତି ଭକ୍ତିମ ଠାକୁର କହୁଛନ୍ତି ଠିକ ଅଛି ଭାଇ ଯଦି ପୂର୍ଣ୍ଣ ବସ୍ତ୍ର ନାହିଁ ତାହେଲେ କୌପିନି ଖଣ୍ଡେ ପିନ୍ଧ ପ୍ରୟାସ କର ନା ପ୍ରୟାସ କର ଭଜନ ହବ ନା ପୂର୍ଣ୍ଣ ବସ୍ତ୍ର ଯଦି ନାହିଁ କୌପିନି ପରେ ଭାଇ ଶୀତ ବସ୍ତ୍ର କନ୍ଥା ବହିଯିବା କହିଲେ ଶୀତ ଲାଗୁଛି କୌପିନି ପିନ୍ଧିଦେବି ଠିକ ଅଛି ଗୋଟେ କନ୍ଥା ବଢେଇ ପଡ କନ୍ଥା ମାନେ ଏ ଯୋଉ କପଡାରେ ପୁରୁଣା କପଡାରେ ଯୋଉ ସିଲେଇ କରାଯାଏ ତ କନ୍ଥା ସବୁ ଗାଁରେ କୁହାଯାଏ କନ୍ଥା ଗୁଡିକ ଗୋସ୍ୱାମୀ ମାନଙ୍କ ସେଟା ବସ୍ତ୍ର ଥିଲା ଅଗୁରୁ ଚନ୍ଦନ ଚାହୁଁଛ ଏଠି କହିଲେ ଅଗୁରୁ ଚନ୍ଦନ ନାହିଁ ତିଳକ ମୂର୍ତ୍ତିକା ଭାଇ ଅଗୁରୁ ନାହିଁ ଆମ ଘରେ ଚନ୍ଦନ ନାହିଁ ଆଗରୁ ଲୋକମାନେ ସେଣ୍ଟ ମାରି ହଉନଥିଲେ ଚନ୍ଦନ ଶୀତଳ କରିବ ଅଙ୍ଗକୁ ଚନ୍ଦନ ମାରିବ ଆଉ ଇଏ ଚନ୍ଦନ ଯଦି ବି ତୁମର ନାହିଁ ଅଗୁରୁ ନାହିଁ କି ଚନ୍ଦନ ନାହିଁ ତିଳକ ମୂର୍ତ୍ତିକା ଭାଇ ପ୍ରଭୁପାତକୁ ଏ ଭକ୍ତିଟା ତିଳକ ମାରିଦିଅ ଆଉ ହାରେର ବଦଳେ ଧର ମାଳା ଦେଖର ହାର କଣ ଦରକାର ମାଳା ଅଛି ନା ହାର ରଖିଲେ ଚୋର କାଟିକି ନବ ବେକକୁ କାଟିବ ଯାହା ଧନ ରୋଜଗାର କରିଥିବେ ସେ ଧନକୁ ତ ନବ ଦେଖଟାକୁ କାଟିବ ପୁଣି ମେଡିକାଲରେ ପଡିବ ଆଉ ଏ ମାଳା ଆକୁ କିଏ ନବ କାଟିବେ କିଏ ଆଉ କାଟି କିଏ ନେବେ ସେଟା ସରଳ ଜୀବନ କହିଛନ୍ତି ଦେଖନ୍ତୁ ଭଜନାକାର ଲେଖିଦେଇଗଲା ସିଦ୍ଧାନ୍ତ ଠିକ ଅଛି ଅଗୁରୁ ଚନ୍ଦନ ନାହିଁ ମୂର୍ତ୍ତିକା ତିଳକ ଭାଇ ହାରର ବଦଳେ ଧର ମାଳା ଏଇ ରୂପେ ଆଶା ପାସ ସୁଖାଦିର କୁବିଳାସ ଏ ସୁଖାଦିର ଯୋଉ କୁବିଳାସ ଅଛି ଆଶା ପାସ ସବୁ କାଟ ଖର୍ପ ଛାଡ଼ ସଂସାର ଜଳା ବଳେଇବାକୁ ପଡିବ ଏ ଗୋସ୍ୱାମୀମାନେ ଜାଣନ୍ତି ନା ତାଙ୍କର କଣ ଭୋଗର ଅଭାବ ଥିଲା ସବୁ ତ୍ୟାଗ କର କୃଷ୍ଣ ମିତ୍ର ଦୁହେଁ ସ୍ୱଭିକ୍ଷା କାହା ମାଧୁ କରି ଶୁଷ୍କ ରୁଟି ଚଣା ଚୋବାଏ ଭୋଗ ପରିହରି ଆଉ ଗୋଟିଏ କଥା ରହିଲେ ସେ କଥାଟି ଆଲୋଚନା କରି କଥାକୁ ବିଶ୍ରାମ ଦେବା ଆଜି ସମସ୍ତଙ୍କ ପାଇଁ ବସିକ ପ୍ରସାଦ ବ୍ୟବସ୍ଥା ହେଇଛି ଅନ୍ନ ପ୍ରସାଦ ସମସ୍ତେ ବସିକ ପାଇବେ ପାଇକି ଯିବେ ମୁଁ 5 ମିନିଟ ଭିତରେ ଯେତିକି ଯିବେ ସେତିକି କହି ରହିବି କାଲି ପୁଣି ଏଠୁ ଆରମ୍ଭ ହେବେ ପଚାରିଥିଲେ କେଇଛେ ରହେ ବୈରାଗ୍ୟ କେଇଛେ କରିବା ଭୋଜନ ବୈରାଗ୍ୟ କଥା କହିନା ବୈରାଗ୍ୟ କଥା କହୁଛନ୍ କରୟା ମାତ୍ରେ ହାତେ କାନ୍ତା
ରାଜଦରବାର ରୂପ ତାଲିମରେ ଯାଆନ୍ତି ସେଠି ବାରଦ୍ୱାର। ପୁଣି ବାରଦ୍ୱାରରୁ ରୂପଙ୍କର ଯୋଉ ରାଜସଭା ସେଟା ପ୍ରଥମେ ପଡେ, ଆଉ ହୁସେନ ସାଙ୍କର ଯୋଉ ସଭା ଥିଲା ରାଜସଭା ସେଟା ଭିତରେ। ଯେ ତାଲିମରେ ଯାତାୟାତ କରେ ଯାହାଙ୍କର ସେବକ ରାଜବସ୍ତ୍ର ସେ କଣ ପିନ୍ଧନ୍ତି ଆଉ କଣ ରଖନ୍ତି କିଛି ନାହିଁ ଏଠି କହୁଛ। ବୈରାଗ୍ୟଟା ପଚାରିଥିଲେ ନା, କାରୟା ମାତ୍ରେ ହାତେ କନ୍ଥା ଛିଡା ବହିରିବାସ, ଛିଡା ବହିରିବାସ ଖଣ୍ଡେ ପକେଇଥାନ୍ତି ଗୋସାଇ, ଆଉ ଦେହରେ ଖଣ୍ଡେ କନ୍ଥା, ଛିଡା କନ୍ଥା, ଆଉ କରୟା, କରୟା ଦେଖି ଗୋସାଇମାନେ ହାତରେ ଗୋଟେ ଧରିଥିବେ, ମାଟିରେ କମଣ୍ଡଳ କିମ୍ବା ଲାଉ, ଲାଉ ଶୁଖିଗଲେ ତ କମଣ୍ଡଳ କର, କରୟା କୁହାଯାଏ। ସେଥିରେ ପାଣି ପିଇବେ, ଯମୁନାର ଜଳ ଆଣିବେ ପାନ କରିବେ, ସେଥିରେ ମାଧୁ କରିବେ। ଇଏ ହେଲା ପାତ୍ର। କରୟା ହାତେ କରୟା ମାତ୍ର ହାତେ କାନ୍ଥା ଛିଡା ବହିବାସ, କୃଷ୍ଣ ନାମ କୃଷ୍ଣ କଥା କୃଷ୍ଣ ନାମ ନର୍ତ୍ତନ ଉଲ୍ଲାସ। ଇଏ ଜୀବନ ଗୋସାଇ ମାନଙ୍କ, କୃଷ୍ଣ କଥା ଆଉ କୃଷ୍ଣ ନାମ କରିକି ଉଲ୍ଲାସମୟ ଜୀବନ। ତାର ଭଜନ ପରବର୍ତ୍ତୀ କଥା କରୁଛୁ। ଅଷ୍ଟପ୍ରହର କୃଷ୍ଣ ଭଜନ ଭୁଲ କଥା କହିଦେଇଛି, କାରଣ ମୁଁ ତ ପ୍ରବୀଣ ନୁହେଁ କି ମୁଁ ତ ମହାଜନ ନୁହେଁ। ମୁଁ ଆଗରୁ ଏଇ ପଦରେ ମୁଁ ସବୁବେଳେ କୁହେ ଯେ ଭଜନ ନ ସରିଥିଲେ ବି ଶୟନ ହୁଏ ନା। ନା, ଏଠି ଅଷ୍ଟପ୍ରହର ନାମ ସଂକୀର୍ତ୍ତନ, ଅଷ୍ଟପ୍ରହର ତ 24 ଘଣ୍ଟା ହେଇଗଲା, ପୁଣି କହିଲେ 4 ଦଣ୍ଡ। 4 ଦଣ୍ଡ ମାନେ 1.5 ଘଣ୍ଟାରୁ 2 ଘଣ୍ଟା ଭିତରେ ଦଣ୍ଡର ହିସାବ ନେଲେ ଅଷ୍ଟପ୍ରହର 24 ଘଣ୍ଟା ହେଇଗଲା, 1.5 ଘଣ୍ଟା ଶୋଇଲେ କି ନା, ସେ ଶୈଳୀଟା ବି ଭଜନ। ତାର ଯେତେବେଳେ ରଘୁନାଥ ଗୋସ୍ୱାମୀଙ୍କର ଚରିତ୍ର ଶୁଣିବେ ସେତେବେଳେ ଭଜନଟା ଦେଖିବେ କିନ୍ତୁ ଲେଖା ହେଇଛି, ସ୍ୱପ୍ନେ ରାଧା କୃଷ୍ଣ ଦେଖେ, ଯେତିକି ସମୟ ଶୋଇଲେ ରାଧା କୃଷ୍ଣ ଗଲା, ସ୍ମରଣ ନାମ, ସ୍ମରଣ ନାମ ନାହିଁ। ଅଷ୍ଟପ୍ରହର ନାମ ସଂକୀର୍ତ୍ତନ 4 ଦଣ୍ଡ ଶୟନ। ଏଇଠି କହୁଛନ୍ତି ସୁନ୍ଦର କଥା, ନାମ ସଂକୀର୍ତ୍ତନ ସେ ନୁହେଁ କହୁଛନ୍ତି। ଭଜନ ନ ସରିଥିଲେ ଯେ ଶୁଣନ୍ତିନି ତା ନୁହେଁ, ସେମିତି ନୁହେଁ। ନାମ ସଂକୀର୍ତ୍ତନ, ନାମ ସଂକୀର୍ତ୍ତନ ଯେ ଆବେଶ ଆସିଯାଇଛି ଶୟନ ନାହିଁ। ଆବେଶ ନର୍ତ୍ତନ ଚିନ୍ତନ ରହିଛନ୍ତି, ନାମ ଚିନ୍ତନ ଆସୟନ ଭୁଲି ଯାଇଛି, ରାତି ପାଇଲା ପୁଣି ଆରମ୍ଭ ହେଇଗଲା ନିତ୍ୟକର୍ମ, ପୁଣି ମଦନ ମୋହନଙ୍କର ସେବା, ପୁଣି ଗୋବିନ୍ଦଙ୍କର ସେବା, ପୁଣି ଶାସ୍ତ୍ର ଅଧ୍ୟୟନ, ପୁଣି ମାଧବପୁରୀ, ପୁଣି ପରିକ୍ରମା ଆରମ୍ଭ ହେଇଗଲା। ଅଷ୍ଟପ୍ରହର ନାମ ସଂକୀର୍ତ୍ତନ 4 ଦଣ୍ଡ ଶୟନ। ନାମ ସଂକୀର୍ତ୍ତନ ସେ ନୁହେଁ କହୁନି, ସବୁଦିନ ଶୟନ ହେଇପାରେ। ଏଇଭଳି ବୈରାଗ୍ୟ ତାଙ୍କର। ଆଉ କଣ କରନ୍ତି ଭଜନ? କଭୁ ଭକ୍ତି ରସ ରସଶାସ୍ତ୍ର କରେ ଲିଖ। ଆପଣ ଗୋସ୍ୱାମୀଙ୍କର ଫଟୋ ଦେଖିବେ ତ, ଗୋଟେ ବହୁତ ପ୍ରାଚୀନ ଫଟୋ ଥିଲେ, ଆମେ ପଣ୍ଡିତ ବ୍ରହ୍ମଙ୍କ ରୁମ ରହୁଥିଲି, ଟିକେ ଅଙ୍କନ କରି ଷୋଡ଼ ଗୋସ୍ୱାମୀ ଠିଆ ହେଇଛନ୍ତି, ପଛକଡ଼ରେ 6ଟା ବୃକ୍ଷ ଅଛି, ବୃକ୍ଷ ତଳେ ଠିଆ ହେଇଛନ୍ତି, ମାନେ କଳ୍ପ ବୃକ୍ଷ ଅଛି ଗୋସ୍ୱାମୀ। ଏ ଗୋସ୍ୱାମୀ ନୁହନ୍ତି, କଳ୍ପ ବୃକ୍ଷ ମହାପ୍ରଭୁଙ୍କର ଅନ୍ତରଙ୍ଗ ପାର୍ଶ୍ୱ ଦେଲା। ଏମାନଙ୍କୁ ସ୍ମରଣ କଲେ ତାବେର ଚରଣ ସେବୀ ଭକ୍ତ ଶନିବାସ, ଜନମେ ଜନମେ ମୋର ଏଇ ଅଭିଳାଷ। এই কল্প বৃক্ষ ভଳି
ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଚାରିଦଣ୍ଡ ଶୟନ ନାମ ସଂକୀର୍ତ୍ତନ ଶୟନ ନହକୟಂ ଦିନ କହୁ କୃଷ୍ଣ କହୁ ଭକ୍ତି ରସ ଶାସ୍ତ୍ର କରେ লিখন ଚୈତନ୍ୟର କଥା ଶୁଣି ଚୈତନ୍ୟ ଚିନ୍ତନ। ଯେତେବେଳେ ଗୋସ୍ୱାମୀ ମାନେ ଦେଖିବେ ବସୁଛନ୍ତି କେମିତି ବିରାସନରେ ରୂପ ଗୋସ୍ୱାମୀ ବସନ୍ତି, ଅତି ମହାପ୍ରଭୁ ବୋଲି ଡେଙ୍ଗା ଲୋକ ତ ଆରାମ ଲମ୍ବିତ ଭଜ ଏମିତି ହାତ ଦେଇ ବିରାସନରେ ବସିକି କଥା କୁହନ୍ତି। ଗୋସ୍ୱାମୀ ମାନଙ୍କର ସନାତନ କଲେ ମହାପ୍ରଭୁଙ୍କ କଥା କହି ବସି ଶୁଣିବେ ସମସ୍ତେ ସଂଘ ହୁଅନ୍ତି ଯେତେବେଳେ ମହାପ୍ରଭୁଙ୍କ କଥା ଆଲୋଚନା ହେବ, ପୁଣି ନିଜ ନିଜ କୁଟୁରୁ ଯିଏ ଭଜନରେ ଲାଗିଯିବ। ଗୋସ୍ୱାମୀ ଚୈତନ୍ୟର କଥା ଶୁଣି ଚୈତନ୍ୟ ଚିନ୍ତନ। ଏମାନେ କିଏ ପଚାରୁଛନ୍ତି ନା ପାରିଷଦ ମାନେ ପଚାରୁଛନ୍ତି, ଗୌଡୀୟର ପାର୍ଷଦ ମାନେ ପଚାରୁଛନ୍ତି ଯେ ବୃନ୍ଦାବନ ଆସୁଛନ୍ତି। ଏଇଟା ଶୁଣିକି ତାଙ୍କର କି ଅବସ୍ଥା ହୁଏ? କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଏଇ କଥା ଶୁଣି କରିଥାନ୍ତି ଏଡ଼େ ବଡ଼ ଭୋଗ ଅତୁଳ ବୈଭବ ଯାହା ଥିଲା ଏ ପୁରା ପରମ ବୈରାଗ୍ୟ ଭଳି ଜୀବନ ଯାପନ କରୁଛନ୍ତି। ଖୁସି ହେଇଯାନ୍ତି। ଏହା ଶୁଣି ମହାନ୍ତର ମହାସୁଖ ହୁଏ। ଚୈତନ୍ୟର କୃପା ଯାହା ତାହା କି ବିସ୍ମୟ। ମହାପ୍ରଭୁଙ୍କର କୃପା ଯଦି ବିସ୍ମୟ କଣ ଅଛି? ବିଭୁଳ ଐଶ୍ୱର୍ଯ୍ୟର ଅଧିକାରୀ ଶକ୍ତି ସଞ୍ଚାର କରି ପଠେଇଛନ୍ତି, ସବୁ ତ୍ୟାଗ କରିଦେଇଛନ୍ତି, ବୃକ୍ଷ ମୂଳେ ରହି ଅଷ୍ଟପ୍ରହର ନାମ ସଂକୀର୍ତ୍ତନ କରି ମହାସୁଖ ପାଆନ୍ତି। ବିଭୁ ସନାତନ ବ୍ରହ୍ମଚାରୀ 22 ବର୍ଷ ବୟସରେ ଯାଇଛନ୍ତି ବ୍ରହ୍ମଚାରୀ ହେବା ପାଇଁ। ଖୁସି ହେଇଯାନ୍ତି ସମସ୍ତେ ଗୌଡିଆ ମାନେ, ଯାହା କୃପାପ୍ରାପ୍ତ ମହାପ୍ରଭୁଙ୍କର ହେଇଗଲେ। ମହାପ୍ରଭୁଙ୍କର କରୁଣା ପାଇଲା ମାନେ ବୈରାଗ୍ୟ ଅଛି। ବୈରାଗ୍ୟ ପ୍ରମାଣ ଗୋଟେ ସୁନ୍ଦର ପଦ ଅଛନ୍ତି। ଏଇ କଳିଯୁଗେ ତାର ସାକ୍ଷୀ ଶ୍ରୀରବିରି ଖାସ ରାଜକାର୍ଯ୍ୟ ଛାଡ଼ି କରେ ଶ୍ରୀଅରଣ୍ୟବାସ। ଚୈତନ୍ୟ ମହାପ୍ରଭୁଙ୍କର କରୁଣା କହିଲ, ଚୈତନ୍ୟ ମହାପ୍ରଭୁଙ୍କର କରୁଣା ହେଲା ତୁମକୁ ଭିକାରୀ କରିଦବ, ବୈରାଗୀ କରିଦବ, ଆଉ ଭୋଗୀ କେଉଁଠି ହବ? ତାର ପ୍ରଥମ ପଦରେ ଆମର ମନେ ପଡୁନି। ମହାପ୍ରଭୁଙ୍କର କରୁଣା କଳିଯୁଗରେ ଏଇଟା ଦେଖ, ରାଜକାର୍ଯ୍ୟ ଛାଡ଼ି କଳିଯୁଗେ ତାର ସାକ୍ଷୀ ଶ୍ରୀରବିରି ଖାସ, ବୈରୀ ଖାସ ସନାତନ ରାଜକାର୍ଯ୍ୟ ଛାଡ଼ି କରେ ଶ୍ରୀ ଅରଣ୍ୟବାସ। ଚୈତନ୍ୟ ମହାପ୍ରଭୁଙ୍କର କରୁଣା, ଯେ ମହାପ୍ରଭୁଙ୍କର କରୁଣା ପାଇଁ ବିସ୍ମୟ କଣ ଅଛି? ଆମ ଅନ୍ତର ବୈରାଗ୍ୟ ଆସୁନି ମାନେ ଆମେ କରୁଣା ପାଇନେ, ଭକ୍ତି ଆଦାନ କରିନେ। ଖାଲି ଶୁଣିବା ଭକ୍ତିର ସ୍ୱରୂପ କଣ? ଏ ଅଭିଧେୟ ଶ୍ଲୋକ ଇଏ ନବଯୋଗେନ୍ଦ୍ର ସମ୍ବାଦରେ ଆସିବେ, ଯୋଉଠି ଅଛନ୍ତି ଭକ୍ତି ପରେ ସହାନୁଭବତ ଅନ୍ୟତ୍ର ବିରକ୍ତି ସାର୍, ସେ ଯୋଉ ନବଯୋଗେନ୍ଦ୍ର ସମ୍ବାଦରେ କହିବେ ଭକ୍ତି ଆଚରଣ କଲେ, ବିଶେଷ କରି ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ଚକ୍ରବର୍ତ୍ତୀ ଟୀକାରେ ରଚନା କରିଛନ୍ତି। ସେଠି ଭଜନ କଲା ମାତ୍ରେ କିଞ୍ଚିତ ଭଜନ କଲେ କିଞ୍ଚିତ ବୈରାଗ୍ୟ ଆସେ। ଯଦି ଆମର ଅନ୍ତରରେ ବୈରାଗ୍ୟ ଆସୁନି, ବିଷୟ ଭାବ ପ୍ରତି ତୁଚ୍ଛ ବୁଦ୍ଧି ଆସୁନି, ମହତ୍ ବୁଦ୍ଧି ଆସୁଛି, ତମେ ଜାଣିବା ପରେ ଆମର ଭଜନ କିଛି ନାହିଁ। ମହାପ୍ରଭୁଙ୍କର କରୁଣା ଆମ ପ୍ରତି ନାହିଁ। ମହାପ୍ରଭୁଙ୍କର କରୁଣାର ଏଇଟା ହଉଛି ନିଦର୍ଶନ। ଭକ୍ତି ପରେଶାନ ହବତ ଅନ୍ୟତ୍ର ବିରକ୍ତି। ଈଶ୍ୱରଙ୍କ ପ୍ରତି ଭକ୍ତି ଆସିଲା ମାତ୍ରେ ଅନ୍ୟତ୍ର ବିରକ୍ତି। ଉଦାହରଣ ଦେବେ ତୁଷ୍ଟି ପୁଷ୍ଟି। ଯଦି ଭୋଜନ କଲା ମାତ୍ରେ ପ୍ରତି ପଦକ୍ଷେପରେ ଉଦର ପୂର୍ଣ୍ଣ ହବ, ସୁଖ ପ୍ରାପ୍ତ ହବା, ତୁଷ୍ଟି ଆନନ୍ଦିତ ହବା। ସେଭଳି ଭକ୍ତି କରିବା ମାତ୍ରେ ମାଧୁର୍ଯ୍ୟ ଅନୁଭବ ହବ, ଅନ୍ୟ ପ୍ରତି ବିରକ୍ତି ମନୋଭାବ ଆସିବ। ବିଷୟ ପ୍ରତି ଆମର ଯେତିକି ମହତ୍ତ୍ୱ ଅଛି, ବିଷୟ ଆମକୁ ଯେତିକି ଭଲ ଲାଗୁଛନ୍ତି, ଆମେ ମହାପ୍ରଭୁଙ୍କ କୃପାରୁ ସେତିକି ବଞ୍ଚିତ ହେଇଛି। ବାସ୍, ଆଉ କି ସିଦ୍ଧାନ୍ତ ଗୌଡୀୟ ବୈଷ୍ଣବରେ ନାହିଁ, ଏ ଭାଗବତ ସିଦ୍ଧାନ୍ତ। ସେଥିପାଇଁ ଚିନ୍ତା କରନ୍ତୁ ଆମର କଣ ଅଛି? ଭଲ ଜିନିଷଟା ଦେଖିଲେ ଭଲ ବୁଦ୍ଧି ଆସୁଛି, କି ଭଜନ ହଉଛି ଆମର? ଏ ଘର ଭଲ, ଏ ମୋବାଇଲ ଭଲ, ଏ ଗାଡି ଭଲ, କେଉଁଟା ଭଲ ଗାଡି, କେଉଁଟା ଭଲ ବସ୍ତ୍ର, ମହାପ୍ରଭୁଙ୍କ ଧାରା ଭଲ କଣ? ଅନ୍ୟତ୍ର ବିରକ୍ତି ଚାଷ। ତାର ଭଜନ କିଛି ଆମର ହେଇନି। ଭଜନ ଭୂମିକାର ନା କଟିଯିବେ ସବୁ ମହାପ୍ରଭୁଙ୍କ ସିଦ୍ଧାନ୍ତରେ। ତାହେଲେ ସେଇ ହିସାବରେ କେତେ କାନ୍ଦିବାକୁ ପଡିବ ଚିନ୍ତା କର। ବିଷୟ ପ୍ରତି ମହତ୍ ବୁଦ୍ଧି ଅଛି ମାନେ ଭକ୍ତି ଆମର ନାହିଁ।
କାଲି ଚକ୍ରବର୍ତ୍ତୀ ସିଦ୍ଧାନ୍ତ ଦେବେ ପ୍ରମାଣ କରି କହିବେ କିଞ୍ଚିତ ଭଜନରେ କାଲି ଏଇଠୁ ଆମେ ଶୁଣିବା କହିବେ କିଞ୍ଚିତ ଭଜନ ଆରମ୍ଭ କଲା ମାନେ କିଞ୍ଚିତ ବୈରାଗ୍ୟ ଆରମ୍ଭ ହବ। ଆଉ ଭୋଗ କୋଉଠି ଆସିବ? ଭୋଗ ବୋଧେ ନାହିଁ, କାରଣ ଜନ୍ମ ଜନ୍ମ ଭୋଗ କରିକି ସଂସାରରେ ପଡିছে ନା, ପୁଣି କଣ ଭୋଗ କରିବା? ଭୋଗ ତ ବନ୍ଦ ମହାପ୍ରଭୁଙ୍କ ଧାରା ଏଇଟା। ଆଉ ରୂପ ସନାତନଙ୍କର ଏଇ କଥା କହିସାରିଲା ପରେ କାଲି ଆରମ୍ଭ କରିବେ ରୂପ ଏ ତ ଭକ୍ତି ସାଗର, ମୁଁ ଗୋଟେ କଣ ମୁଁ ଚଖେଇବି କହିକି ଭକ୍ତିର ଦୁର୍ଲଭତା କାଲି ଆରମ୍ଭ କରିବେ। ଭକ୍ତି କିଭଳି ଦୁର୍ଲଭ, 84 ଲକ୍ଷ ଜଣେ ରମଣ କଲା ପରେ ଭକ୍ତି କିଭଳି ଦୁର୍ଲଭ। ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତି ବତା